आज संध्याकालीन श्रीमद् भगवद गीता कार्यक्रम आरंभ करवा। आसतु प्रार्थना कर। ओम अज्ञानतिमिरन्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनीति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरतुषे नमः। हे कृष्णा करुणा सिंधु दीनबंधु जगतपते गोपीश गोपिका कांत श्री राधा कांत नमस्तुते। तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्णा 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ତେବେ ଆମେ ଏଇଭଳି ତୃତୀୟ ଅଧ୍ୟାୟ ଶେଷ କରିଛେ କର୍ମଯୋଗ। ଚତୁର୍ଥ ଅଧ୍ୟାୟ ଯିବା ପୂର୍ବରୁ ଆଜି ଆମେ ଗୋଟେ ଦିନ ଆମେ ଦେଖିବା ଯେ ଏଇ ତୃତୀୟ ଅଧ୍ୟାୟରେ ଏଣ୍ଟାର ଥାର୍ଡ ଚାପ୍ଟର କର୍ମଯୋଗ ଭଗବାନ କଣ କହିବାକୁ ଚେଷ୍ଟା କଲେ ସଂକ୍ଷିପ୍ତରେ ଗୋଟେ କ୍ଲାସରେ ଆମେ ତାକୁ କମ୍ପ୍ଲିଟ କରିବାକୁ ଚେଷ୍ଟା କରିବା। ତେବେ ଯାହାର ମ୍ୟୁଟ ହେଇଯାଇଛି ଅନମ୍ୟୁଟ ମ୍ୟୁଟ କରିଦିଅନ୍ତୁ। ସମସ୍ତେ ଦେଖିଦିଅନ୍ତୁ କାହାର ଅନମ୍ୟୁଟ ହେଇଛି। ଦେଖିଦିଅନ୍ତୁ କାହାର ଅନମ୍ୟୁଟ ହେଇଛି ସେ ଅନୁସାରେ। ତେବେ ଆମେ ଏଇ ଯୋଉ କର୍ମଯୋଗ ଆମେ ଏକୁ ଆରମ୍ଭ କରିବା ପୂର୍ବରୁ ସଂକ୍ଷିପ୍ତରେ ଜାଣିବା କଥା ଯେ ଅର୍ଜୁନଙ୍କର ଚାରୋଟି କାରଣ ଥିଲା ଯୁଦ୍ଧ ନ କରିବା ପାଇଁ। ଆଉ ସେ ଚାରୋଟି କାରଣ କେବଳ ତାଙ୍କ ଇନ୍ଦ୍ରିୟକୁ ସୁଖ ଦଉନଥିଲା ବୋଲିକି ସେ କରିବାକୁ ପ୍ରସ୍ତୁତ ନଥିଲେ। ସେଥିପାଇଁ ସେ ତାଙ୍କର ଧନୁଷ ବାଣକୁ ତଳେ ରଖିଦେଲେ ଏବଂ କହିଲେ ମୁଁ ଯୁଦ୍ଧ କରିବିନି। ସେଥିପାଇଁ ପରେ ଦ୍ୱିତୀୟ ଅଧ୍ୟାୟରେ ସେ କୃଷ୍ଣଙ୍କୁ ଗୁରୁ ରୂପେ ଗ୍ରହଣ କଲେ ଏବଂ କହିଲେ ସାଦିମାଂ ତ୍ୱଂ ପ୍ରପନ୍ନଂ, ମୁଁ ଆପଣଙ୍କ ପାଖରେ ଶରଣ ପଶିଲି ଏବଂ ମୋତେ ଆପଣ ଶିକ୍ଷା ଦିଅନ୍ତୁ କଣ ମୋର କର୍ତ୍ତବ୍ୟ, କରିବି ମୁଁ କଣ। ତେଣୁ ଏଇଭଳି ଜ୍ଞାନ ଦେବା ଆରମ୍ଭ କଲେ। ପ୍ରଥମେ 11 ନମ୍ବରରୁ 30 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଭଗବାନ ଜ୍ଞାନ ଦେବା ଆରମ୍ଭ କଲେ। ଆତ୍ମଜ୍ଞାନ ମାନେ ଯୋଉ ଶରୀର ଧର୍ମ ଏବଂ ଆତ୍ମ ଧର୍ମ ଦିଟାକ ବିଷୟରେ ଭଗବାନ ବୁଝେଇଲେ ଏବଂ କହିଲେ ଯେ ଆମେ ହଉଛେ ପ୍ରକୃତରେ ଆତ୍ମା। ଏବଂ ଏଥିରୁ ଆମେ କଣ ଶିଖିଲେ ନା ଆମେ ହଉଛେ ଆତ୍ମା, ଆମେ ଶରୀର ନୁହେଁ, କିନ୍ତୁ ଆମେ ଶରୀର ପାଇଁ କାମ କରୁଛେ। ଏବଂ ଫଳରେ ଶରୀର ପାଇଁ କାହିଁ କାମ କରୁଛେ ନା ଇନ୍ଦ୍ରିୟକୁ ସୁଖ ଦେବା ପାଇଁ। ଯାହା ଫଳରେ କଣ ହଉଛି ନା ଆମେ ଦୁଃଖୀ ହଉଛେ। କାହିଁକି ଦୁଃଖୀ ହଉଛେ ନା ଏଇ କାରଣ ହିଁ ଏଇ ଯୋଉ ଆମେ ଶରୀର ପାଇଁ କର୍ମ କରୁଛେ, ଏଇ ଇନ୍ଦ୍ରିୟ ଭୋଗ କରିବା ପାଇଁ ଇଏ ଆମକୁ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଚାରୋଟିରେ ବାନ୍ଧିକି ରଖୁଛି ଏବଂ ଏଇ କେବେ ହେଲେ ଆମକୁ ସୁଖ ଦଉନାହିଁ। ଏ ଚାରୋଟି ହଉଛି ଅସଲି କାରଣ, ରିଅଲ ପ୍ରୋବ୍ଲେମ, ଆମ ଜୀବନର ବାସ୍ତବିକ ସମସ୍ୟା। ଆମ ଜୀବନରେ ବହୁତ ସମସ୍ୟା ଅଛି। କିଏ କହିବ ମୋର ପୁଅକୁ ଝିଅ ମିଳୁନି, କିଏ କହିବ ମତେ ଜବ ମିଳୁନି, କିଏ କହିବ
ବିଭିନ୍ନ ରିଜନ ଦେଖେଇ ପାରନ୍ତି, ସେଗୁଡିକ ଆକ୍ଚୁଆଲି ପ୍ରକୃତ ସମସ୍ୟା ନୁହେଁ। ପ୍ରକୃତ ସମସ୍ୟା କୋଉଗୁଡିକ ନା ଯୋଉଗୁଡିକ ସମସ୍ତଙ୍କର କମନ ଟୁ ଏଭ୍ରିୱାନ୍। ଆଜି ମତେ ଜବ୍ ମିଳୁନି ଏହାର ଅର୍ଥ ନୁହେଁ ଦୁନିଆରେ ସମସ୍ତଙ୍କୁ ମିଳୁନି। ତେଣୁ ଯାହା କମନ ସମସ୍ତଙ୍କୁ କମନ, ଏବଂ ଯେ ଯୋଉ ଚାରୋଟିକୁ ଆମେ କେବେ ହେଲେ ଇଚ୍ଛା କରୁନେ କିନ୍ତୁ ସେ ଆସୁଛି, ଆଉ ଆଭଏଡ ବି କରିପାରୁନେ ଏ ଚାରୋଟି, ଫଳରେ ସେଇ ଆମର ଦୁଃଖର କାରଣ ହଉଛି। ଏବଂ ଆମକୁ ଏଇ ଚାରୋଟି ଆକୁ ସଲ୍ଭ କରିବାକୁ ହବ। ଏ ସମସ୍ୟାକୁ, ଏ ଚାରୋଟି ପ୍ରୋବ୍ଲେମର ଯୋଉ ସମସ୍ୟା, ତାକୁ ସଲ୍ଭ କରିବାକୁ ପଡିବ। କେମିତି କରିବା? ଇଏ ହଉଛି ଆମ ଜୀବନର ଲକ୍ଷ୍ୟ। ପ୍ରଥମେ ବୁଝିବାକୁ ପଡିବ ଏଇ ଚାରୋଟି ପ୍ରୋବ୍ଲେମ ଆସିଲା କୋଉଠୁ, ଯାହାଫଳରେ ଆମେ କଷ୍ଟ ପାଉଛେ। ପୁଣି କାହାର ଗୋଟେ ଅନମ୍ୟୁଟ ହେଇଯାଇଛି, ମ୍ୟୁଟ କରିଦିଅନ୍ତୁ, ଟିକେ ଆସୁଛି ସାଉଣ୍ଡ, ଦେଖିଦିଅନ୍ତୁ, ସମସ୍ତେ ଚେକ୍ କରନ୍ତୁ କାହାର ଅନମ୍ୟୁଟ ହେଇଯାଉଛି। ଓକେ, ତେଣୁ ଏଇ ଚାରୋଟି ପ୍ରୋବ୍ଲେମ ଆସୁଛି କୋଉଠୁ, ଯାହାଫଳରେ ଆମେ କଷ୍ଟ ପାଉଛେ, ଦୁଃଖ ପାଉଛେ। ତା କାରଣ ହଉଛି ଆମେ କୃଷ୍ଣଙ୍କଠୁ ଦୂରେଇ ଯାଇଛେ। ତେଣୁ ଏହାର ସଲ୍ୟୁସନ କଣ? ସଲ୍ୟୁସନ ହଉଛି ଆମେ ଯେତେବେଳେ କୃଷ୍ଣଙ୍କ ଆଡକୁ ଗତି କରିବା, କୃଷ୍ଣଙ୍କର ନିକଟତର ହବା। ସେଥିପାଇଁ କୃଷ୍ଣ କହିଲେ ଦ୍ୱିତୀୟ ଅଧ୍ୟାୟରେ ନିଷ୍କାମ କର୍ମ ଯୋଗ କର, ଯାହାକୁ କି କୃଷ୍ଣ କହୁଛନ୍ତି ବୁଦ୍ଧି ଯୋଗ, ଭକ୍ତି ଯୋଗ। ୱିଦାଉଟ୍ ଆଟାଚମେଣ୍ଟ, ମାନେ ଅନାସକ୍ତ ହେଇକି, କର୍ମ ଫଳରେ ଆଶା ନ ରଖିକି କର୍ମ ଫଳକୁ ନିଜେ ନିଅ ନା, ଭଗବାନଙ୍କୁ ଦେଇଦିଅ, ଏଇଭଳି କହିକି, ଯୋଉଟା କି ଭକ୍ତି ଯୋଗ ବା ବୁଦ୍ଧି ଯୋଗ ବୋଲିକି ଭଗବାନ ଡିସ୍କସନ କଲେ। କିନ୍ତୁ ଅର୍ଜୁନ କନଫ୍ୟୁଜ ହେଇଗଲେ। କରିବା କଥା କହୁଛନ୍ତି, ପୁଣି ମତେ ଯୁଦ୍ଧ କରିବାକୁ କହୁଛନ୍ତି। ଏବଂ ପର୍ଟିକୁଲାରଲି 49 ନମ୍ବର ଶ୍ଲୋକରେ ଭଗବାନ କହିଲେ ଦୂରେଣ ହି ଅବରମ କର୍ମ ବୁଦ୍ଧି ଯୋଗାତ ଧନଞ୍ଜୟ। ବୁଦ୍ଧି ଯୋଗ ବଳରେ ତମେ ଏଇ ଯୋଉ ନୀଚ କର୍ମ, ଘୃଣ୍ୟ କର୍ମ, ସେଥିରୁ ଦୂରରେ ରୁହ। ନୀଚ କର୍ମ, ଘୃଣ୍ୟ କର୍ମ କାହାକୁ ସେ ଅର୍ଜୁନ ଭାବୁଛନ୍ତି? ଯୁଦ୍ଧକୁ। ବୁଦ୍ଧି ଯୋଗ ବଳରେ ବୋଲେ, ବୁଦ୍ଧି ଯୋଗ ବୋଲେ କଣ? ଜ୍ଞାନ ଯୋଗ, ସଂସାର ତ୍ୟାଗ କରିବା। ତେଣୁ ଅର୍ଜୁନ କହୁଛନ୍ତି ମୁଁ ତ ସଂସାର ତ୍ୟାଗ କରିବା କଥା କହୁଛି, କିନ୍ତୁ ଭଗବାନ କହୁଛନ୍ତି ପୁଣି ଯୁଦ୍ଧ କର। ଆକ୍ଚୁଆଲି ଭଗବାନଙ୍କର ଯୋଉ ଦୂରେଣ ହିଁ ଅବରମ କର୍ମ, ଯୋଉ ଅବରମ କର୍ମ କହୁଛନ୍ତି, ସେ କାହାକୁ କହୁଛନ୍ତି? ଯୋଉ ଇନ୍ଦ୍ରିୟ ଭୋଗ, ତାକୁ ଅବରମ କର୍ମ କହୁଛନ୍ତି, ଆଭଏଡ କରିବାକୁ କହୁଛନ୍ତି, ଦୂରରେ ରହିବାକୁ କହୁଛନ୍ତି ତାକୁ। ଏବଂ ବୁଦ୍ଧି ଯୋଗ ବୋଲେ, ଭକ୍ତି ଯୋଗ ବୋଲେ କୃଷ୍ଣଙ୍କ ପାଇଁ କର୍ମ କରିବା କଥା କହୁଛନ୍ତି। କିନ୍ତୁ ଅର୍ଜୁନ ସେଇଭଳି ବୁଝିଲେ ଏବଂ ସେଥିପାଇଁ କନଫ୍ୟୁଜ ହେଇଗଲେ ଏବଂ କହିଲେ, ତୃତୀୟ ଅଧ୍ୟାୟର ବିଗିନିଂରେ କୃଷ୍ଣଙ୍କୁ ସେ ପ୍ରଶ୍ନ କରୁଛନ୍ତି ଯେ ମତେ କୁହନ୍ତୁ କ୍ଲିୟରଲି, ଆପଣ ଦି ପ୍ରକାର କହୁଛନ୍ତି। ଆଡ କହୁଛନ୍ତି ମତେ ବୁଦ୍ଧି ଯୋଗ ବଳରେ ଦୂରେଣ ହିଁ ଅବରମ କର୍ମ, ମାନେ ଘୃଣ୍ୟ କର୍ମ, ଯୁଦ୍ଧ କର ନା ବୋଲିକି କହୁଛନ୍ତି, ପୁଣି କହୁଛନ୍ତି ଯୁଦ୍ଧ କର। ବୁଦ୍ଧି ଯୋଗ କରିବାକୁ କହୁଛନ୍ତି, ଯଦି ବୁଦ୍ଧି ଯୋଗ ଅର୍ଥ, ବୁଦ୍ଧି ଯୋଗ ତ ଜ୍ଞାନ ଯୋଗ ବୋଲିକି ଅର୍ଜୁନ ଭାବୁଛନ୍ତି ସନ୍ନ୍ୟାସ, ସଂସାର ଛାଡିବା। ତେଣୁ ମତେ କ୍ଲିୟରଲି କୁହନ୍ତୁ, ସଂସାର ଛାଡିବି ନା ଯୁଦ୍ଧ କରିବି? ତେବେ କୃଷ୍ଣ କହୁଛନ୍ତି ଛାଡିବାର ନାହିଁ, ଲଢିବାର ଅଛି। ଅର୍ଜୁନ, ଛାଡିବା ଅର୍ଥ ତମେ ନିଷ୍କ୍ରିୟ ହେଇଯିବା କଥା କହୁଛ, ଯୋଉଟା କି ସମ୍ଭବ ନୁହେଁ। ଯୋଉ ଆତ୍ମାର ଯୋଉ ସ୍ୱରୂପ ସ୍ଥିତି, ତା ବିରୁଦ୍ଧରେ ତମେ ଯାଉଛ। ଆତ୍ମା ସବୁବେଳେ ସକ୍ରିୟ, ଆଇଦର ଭଗବାନଙ୍କର ସେବା କରିବ, ନହେଲେ ପ୍ରକୃତିର 3 ଗୁଣରେ କର୍ମ କରିବ। ତେଣୁ ଅର୍ଜୁନ କହୁଛନ୍ତି କୃଷ୍ଣ ଯେ ତମେ ଯଦି ନିଷ୍କ୍ରିୟ ଥିଲାବେଳେ ବି ତମେ ତ ଆଟଲିଷ୍ଟ ନିଶ୍ୱାସ ନବ ନା। ତ ନିଶ୍ୱାସ ନେଲେ ହିଁ ଯୋଉ ଛୋଟ ଛୋଟ କୀଟାଣୁ ଜୀବାଣୁ ସେ ଚାଲିଯିବେ ନିଶ୍ୱାସରେ ଭିତରକୁ, ତମେ ତାକୁ ମାରିଲ, ପାପ କଲ, ଭୋଗିବ, କର୍ମବନ୍ଧନରେ ପଡିବ। ତେଣୁ ଭଗବାନ କହୁଛନ୍ତି ଯେ ତମେ 3 ଗୁଣକୁ କେବେ ହେଲେ ତମକୁ ବସିବାକୁ ଦବନି ଆରାମରେ। ସନ୍ନ୍ୟାସ ହେଇକି ଚୁପଚାପ ବସିବ ଯୋଉ ଭାବୁଛ, ସେମିତି କରିବାକୁ ଦବନି 3 ଗୁଣ। ତାପରେ ଭଗବାନ କହୁଛନ୍ତି ଯେ ଖାଲି ସେତିକି ନୁହେଁ ଅର୍ଜୁନ, ତମେ ଯଦି ଛାଡିଦବ, କେମିତି ତମେ ତମେ ନିଜ ଶରୀରର ମେଣ୍ଟେନାନ୍ସ କେମିତି କରିବ? ଶରୀର ଯାତ୍ରା ଅପିଚତେ ନ ପ୍ରସିଦ୍ଧତେ ଅକର୍ମଣ, କର୍ମ ବିନା କର୍ମରେ ତମେ ଶରୀରକୁ ଚଲେଇବ କେମିତି? ତେଣୁ କର୍ମ କରିବାକୁ ପଡିବ। ତାହେଲେ ଅର୍ଜୁନ ପଚାରୁଛନ୍ତି କେତେବେଳେ ମୁଁ ସଂସାର ତ୍ୟାଗ କରିବି?
when to renounce କହୁଛନ୍ତି ତମେ ଏମିତି ନିଷ୍କାମ କର୍ମ କର କରିଚାଲ, ଯେତେବେଳେ କରୁ କରୁ ଯେତେବେଳେ ତମେ ଶୁଦ୍ଧ ହେଇଯିବ, ଆଉ ତମର ଇଚ୍ଛା ରହିବନି ଇନ୍ଦ୍ରିୟ ଭୋଗ ପାଇଁ, ଇନ୍ଦ୍ରିୟ ସୁଖ ପାଇଁ, ତାହେଲେ ତମେ ସଂସାର ତ୍ୟାଗ କରିପାରିବ, ଭକ୍ତି ଆରାମରେ କରିପାରିବ। କିନ୍ତୁ ଯେତେବେଳେ ପର୍ଯ୍ୟନ୍ତ ତମର ଶୁଦ୍ଧ ହେଇନ, ତମ ହୃଦୟର ଶୁଦ୍ଧତା ଆସିନି, ଜ୍ଞାନ ଯୋଗ ବା ସନ୍ନ୍ୟାସ ତମ ପାଇଁ ସମ୍ଭବ ନୁହେଁ। କାହିଁକି ନା ତମେ ଭଗବାନଙ୍କ ଉପରେ ଫୋକସ କରିପାରିବନି, ତମେ ଶୁଦ୍ଧ ନୁହେଁ। ଯୋଉ 10ଟା ଇନ୍ଦ୍ରିୟ ତମର ଅଛି, କର୍ମେନ୍ଦ୍ରିୟ ଆଉ ଜ୍ଞାନେନ୍ଦ୍ରିୟ, ଏ ଯଦିଓ ଇନଆକ୍ଟିଭ ରହିବେ କିନ୍ତୁ ମାଇଣ୍ଡ ସବୁବେଳେ ଆକ୍ଟିଭ। ଆଉ ମାଇଣ୍ଡରେ ତମର ଚାଲିଥିବ ଭୋଗ ବାସନାର ଇଚ୍ଛା ସେଠି ଚାଲିଥିବ, ଏବଂ ତାହା ଫଳରେ ତମେ ବିଭିନ୍ନ ପ୍ରକାରର ଭୌତିକ କର୍ମ କରିବ। ତମକୁ ମାନେ କୃଷ୍ଣ କହୁଛନ୍ତି ତମେ ମିଥ୍ୟାଚାରୀ ହବ। ମାନେ ବଗ ଦେଖିଛନ୍ତି, ବଗ ଯେମିତି ମାନେ ପାଣିରେ ଗୋଟେ ଡେଣାରେ ଠିଆ ହେଇଥିବ, କିନ୍ତୁ ଲାଗିବ ସତେ ଯେମିତି ପରଫେକ୍ଟ ଯୋଗୀ, କିନ୍ତୁ ଯେମିତି ମାଛଟିଏ ଦେଖିବ ଟପକିନି ତାକୁ ଖୁମ୍ପି ନବ। ସେମିତି ଏମାନେ ଯଦିଓ 10 ଇନ୍ଦ୍ରିୟକୁ ସ୍ଥିର କରିକି ଶୁଦ୍ଧ ହେଇନାହାନ୍ତି, 10 ଇନ୍ଦ୍ରିୟକୁ ସ୍ଥିର କରିଦେଇକି ବସିଯିବେ, କିନ୍ତୁ ମନ ଭିତରେ ଭୋଗ ବାସନା ଚାଲିଥିବ। ଫଳରେ ସେମାନେ ମନେ ମନେ ଯୋଉ ଭୋଗ ବାସନା କରୁଛନ୍ତି ତାଙ୍କୁ ବାଧ୍ୟ କରିବ ସେ ଭୋଗ କରିବା ପାଇଁ, ବିଭିନ୍ନ ଭୌତିକ ଆକ୍ଟିଭିଟିସ୍ କରିବା ପାଇଁ। ତେଣୁ ଭଗବାନ କହୁଛନ୍ତି ଦେଖିବାକୁ ଯୋଗୀ କିନ୍ତୁ ହରକତ ହେଇଯିବ ଯୋଗୀ ଭୋଗୀ, ଏଇଭଳି ଭଗବାନ କହୁଛନ୍ତି। ତେଣୁ ଭଗବାନ କହିଲେ ସେଥିପାଇଁ କର୍ମ କର। ତେଣୁ ଅର୍ଜୁନ ଭାବୁଛନ୍ତି ଯଦି ସେତେ 8 ନମ୍ବର ଶ୍ଲୋକ ଆଡକୁ ଆସୁଛି, ଅର୍ଜୁନଙ୍କର ପ୍ରଶ୍ନ ଆସିବ ଯେ ଯଦି ମୁଁ କର୍ମ କରିବି, ଏ ବି କୁହାଯାଏ କର୍ମ କଲେ କର୍ମ ବନ୍ଧନରେ ପଡିବ। ସେଥିପାଇଁ ତା ଉତ୍ତରରେ 9 ନମ୍ବର ଶ୍ଲୋକରେ ଭଗବାନ କହିଦଉଛନ୍ତି ଯଜ୍ଞାର୍ଥାତ୍ କର୍ମଣଃ ଅନ୍ୟତ୍ର ଲୋକୋऽୟଂ କର୍ମ ବନ୍ଧନ, ବୋଲିକି ସେ କହୁଛନ୍ତି ଯେ କର୍ମ ମୋ ପାଇଁ କରିବ, ମୋର ଇନ୍ଦ୍ରିୟକୁ ସୁଖ ଦେବା ପାଇଁ, ତମ ଇନ୍ଦ୍ରିୟକୁ ସୁଖ ଦେବା ପାଇଁ ନୁହେଁ, ତାହେଲେ କର୍ମ ବନ୍ଧନ ନାହିଁ। ଯଜ୍ଞର ଅର୍ଥ ହଉଛି ନିଷ୍କାମ କର୍ମ ଯୋଗ, ବିଷ୍ଣୁଙ୍କ ପାଇଁ ବା କୃଷ୍ଣଙ୍କ ପାଇଁ କର୍ମ କରିବା। ତେବେ ଏଇ ଯୋଉ କୃଷ୍ଣ ହିତ କଥା କହୁଛନ୍ତି ତମେ ନିଷ୍କାମ କର୍ମ ଯୋଗ କର, ଆଉ ବିନା ଆସକ୍ତି ରଖି କର୍ମ ଫଳ ପ୍ରତି, ତାହେଲେ ତମେ ଏ ଯୋଉ କର୍ମ ବନ୍ଧନରେ ପଡୁଛ, ବିଭିନ୍ନ ପ୍ରକାରର ବନ୍ଧନ ସେଥିରୁ ମୁକ୍ତି ହବ, ଏଇସବୁ ବିଭିନ୍ନ କଥା କହୁଛନ୍ତି। ଆକୁ କେବେ ହେଲେ ହଠାତ୍ କରିହବନି ନିଷ୍କାମ କର୍ମ ଯୋଗକୁ। ଏଥିପାଇଁ ଆମକୁ ଦରକାର ଗୋଟେ ପ୍ରୋସିଜର, ତାର ଗୋଟେ ପ୍ରୋସେସ ଅଛି। ଧୀରେ ଧୀରେ ଗୋଟେ ଗ୍ରାଜୁଆଲ ପ୍ରୋସେସ, ତାକୁ ଆମେ ଗୀତାରେ କହୁଛେ ଯୋଗ ଲ୍ୟାଡର। ସେ ଯୋଗ ଲ୍ୟାଡର କଥା ଆମେ ଟିକେ ଦେଖିବା ପ୍ରଥମେ। ମୁଁ ଗୋଟେ ସେୟାର କରୁଛି, ତାକୁ ସେୟାର ନ କଲେ ଦେଖନ୍ତୁ, ଇଏ ହେଲା ଯୋଗ ଲ୍ୟାଡର। ମୁଁ ୟାକୁ ତିଆରି କରୁଥିଲି ଆଜି ଗୋଟେ ବୁଝେଇବା ପାଇଁ ମୁଁ ନିଜ ହିସାବରେ। ବୋଲେ ଏଇଠି ତଳେ ଦେଖନ୍ତୁ, ତଳେ ମାନେ କ୍ଲିୟରଲି ଦିଶୁଛି ନା ଏଇଟା? କେହି ଜଣେ କୁହନ୍ତୁ। ହଁ ଦିଶୁଛି ସାର୍। ଓକେ, ଏଠି ଦେଖନ୍ତୁ ଏ ତଳଟାରେ କଣ ଆନିମଲ ଲାଇଫ, ଆସ୍ତେ ଆସ୍ତେ ଉପରକୁ କେମିତି ଉଠିବା, ଆନିମଲ ଲାଇଫ କର୍ମକାଣ୍ଡ ଏମିତି ହେଇକି ଉପରକୁ ଉଠିକି ଭକ୍ତି। ଭଗବାନ ଏଠି କହୁଛନ୍ତି କୋଉଠିକି ନିଷ୍କାମ କର୍ମ ଯୋଗ। ବୋଲେ ଇଏ ହଠାତ୍ ଆମେ କରିପାରିବାନି, କହିବାର ଉଦ୍ଦେଶ୍ୟ ଗୋଟେ ପ୍ରୋସେସ ଅଛି। ପ୍ରୋସେସ ମାନେ ମାନେ ଗୋଟେ ପିଲାଟାকে କେବେ ହେଲେ ଡାଇରେକ୍ଟଲି ଏମଟେକ୍ କରିଦବନି, ସେ ପ୍ରଥମେ ଜୁନିୟର କେଜି ସିନିୟର କେଜି ଏମିତି ଚଢି ଚଢିକି ଉପରକୁ ଯିବ। ତେଣୁ ଆମେ କୋଉଠି ଅଛେ ପ୍ରଥମେ ଜାଣିବା ଦରକାର, ଆମର ସ୍ଥିତି କୋଉଠି। ତେଣୁ ବେସିକାଲି ଆମେ କୋଉଠି ଅଛେ, ମାନେ କିଏ କହିପାରିବ ଏଇଥିରେ ଆମେ କୋଉଠି ଅଛେ? ଜଣେ କିଏ କୁହନ୍ତୁ, କେହି ଜଣେ କୁହନ୍ତୁ। କର୍ମଯୋଗ। ସକାମ କର୍ମ ଯୋଗ। କୋଉଠି ନିଷ୍କାମରେ ଅଛନ୍ତି? ନା ସକାମ କର୍ମ। ସକାମ କର୍ମ ଯୋଗ। ଓକେ, କର୍ମକାଣ୍ଡ। କର୍ମକାଣ୍ଡ। ଓକେ, ଆଉ ମୋର କେମିତି ବୁଲି ଆଉ କିଏ? ପ୍ରଶାନ୍ତି ମାତାଜୀ ଅଛନ୍ତି କି? ଦେଖିପାରୁନି। ହଁ ପ୍ରଶାନ୍ତି ମାତାଜୀ।
କର୍ମ ହଁ କୁହନ୍ତୁ କୋଉଠି ଆମେ ଅଛେ? କର୍ମକାଣ୍ଡ ହଁ କର୍ମକାଣ୍ଡ କର୍ମକାଣ୍ଡ ଗୁଡ୍। ତେବେ ସମସ୍ତେ କିଛି କିଛି କହିଲେ, ପ୍ରକୃତରେ ଦେଖିବାକୁ ଗଲେ ଆମେ ଏ ଆନିମଲ ଲାଇଫରେ ବି ନାହିଁ। ଯଦି ଆମେ କହିବା ଆମେ ତା ତଳେ ଅଛେ ଆକ୍ଚୁଆଲି। ଆମେ ପଶୁ, କାହିଁକି ନା ପଶୁ ମାନଙ୍କର କଣ ଆହାର, ନିଦ୍ରା, ଭୟ, ମୈଥୁନ, ଏ ଚାରୋଟି କାମ। ଆମେ ବି ସେଇ ଚାରୋଟି କାମ କରୁଛେ କିନ୍ତୁ ଠିକରେ କରିପାରୁନେ। ପଶୁମାନେ ବରଂ ଠିକରେ କରୁଛନ୍ତି, ତେଣୁ ତାଙ୍କଠୁ ତଳେ ଆମେ ଅଛେ। ସେମିତି ଦେଖିଲେ ଲୋକେ କହିବେ, ବର୍ତ୍ତମାନ ଆପଣ ମତେ କହିବେ ଆରେ କଣ ପଶୁଟି ବି ହୀନ କରିଦେଲେ, ନାହିଁ କିନ୍ତୁ ଦେଖିବା ଆମେ, ଦେଖନ୍ତୁ କଣ ଆମେ କେମିତି କରୁଛେ। ଆମେ ଖାଦ୍ୟ, ସେମାନେ ଖାଦ୍ୟ ଖାଉଛନ୍ତି ପଶୁମାନେ, ତାଙ୍କର ଯେତିକି ଆବଶ୍ୟକ ସେତିକି ଖାଇବେ। ଆମେ ଆମର ସ୍ୱାଦ ପାଇଁ ଆମେ ଖାଇବା। ଆମେ ଯାହା, ସିଏ ଯାହା ଖାଉଛନ୍ତି ତାର ଗୋଟେ ପର୍ଟିକୁଲାର ଖାଦ୍ୟ ଅଛି। ଗାଈ ଘାସ ଖାଇବ, ମାଂସ ଖାଇବନି। ମାଂସ ଖାଇବ କିଏ? ବାଘ, ସିଂହ, ସେମାନେ ଘାସ ଖାଇବେନି। କିନ୍ତୁ ଆମେ ଯାହା ମନ ତାହା ଖାଇବା। ତେଣୁ ଆମେ ତାଙ୍କଠୁ ତଳେ, ଆମର କିଛି ଠିକଣା ନାହିଁ। ନିଦ୍ରା, ଆମେ ସେମାନେ ରାତି ହେଲେ ଶୋଇବେ, ଦିନ ସାରା କର୍ମ କରିବେ, କିନ୍ତୁ ଆମେ ନା ରାତିରେ ଶୋଉଛେ ନା ଦିନରେ ଶୋଉଛେ, ସବୁବେଳେ କିଛି ନା କିଛି ଗୋଟେ କଣ କରୁଛେ। ମୈଥୁନ ଜୀବନ ଆମର, ମୈଥୁନ ଜୀବନରେ ଆମର କଣ ନା ତାଙ୍କର ସିଜିନ୍ ଆସିଲେ ସେମାନେ ସଙ୍ଗ କରନ୍ତି, କିନ୍ତୁ ଆମର ସେମିତି କିଛି ନାହିଁ। ଆମେ ତ ଭୋଗ ଯେତେବେଳେ, ଆମର ଟାଇମ କିଛି ନାହିଁ। ଭୟ, ଆମେ, ସେମାନେ ତ ଯାହା କରୁଛନ୍ତି, ଏ ତିନିଟା ଯାକ କର୍ମ କରୁଛନ୍ତି, ତାଙ୍କର ଭୟ ନାହିଁ, ନିର୍ଭୟ। କିନ୍ତୁ ଆମେ ଯାହା କରୁଛେ ତିନିଟା ଯାକ ପୁରା ଡରି ଡରିକି କରୁଛେ। କାହିଁକି ନା ଏସବୁ ଜିନିଷ ଆମଠୁ ଛିନିଯିବ, ଆମେ ଆଉ ଉପଭୋଗ କରିପାରିବାନି, ଏ ଗୋଟେ ଭୟ ରହୁଛି ସବୁବେଳେ। ତେଣୁ ସେ ଦୃଷ୍ଟିରୁ ଆମେ ସେଟାକୁ, ଆମେ, ମୁଁ ଏଇଠି ଲେଖୁଛି ଗୋଟେ କଣ ନା ଆଥେସ୍, ଏଠି ଯୋଉ ଲେଖିଛି, ମାନେ ଆମେ ଆହୁରି ତା ତଳେ ଅଛେ। କିନ୍ତୁ ଆକ୍ଚୁଆଲି ଆମେ ତାମାନେ ଯଦି ଆମେ ଆନିମାଲ ଲାଇଫରେ ଅଛେ, ତାହେଲେ କଣ ଦିନ ଆସିବ ଆମେ ଏଇଭଳି କରୁ 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 ଆମର ଗୋଟେ ମନୋଭାବ ନାହିଁ। ଆମେ କଣ କରୁଛେ, ଯାହା କରୁଛେ କିଛି ପାପ କରୁଛେ, ଏବଂ ଆମେ ସେଥିପାଇଁ ଆମେ ଭୋଗିବାକୁ ପଡୁଛି। ଆମର ରିଅଲାଇଜେସନ ଦିନେ ଆସିବ, ଏବଂ ସେତେବେଳେ ଆମେ କଣ କରିବା ନା ଆମେ ଚେଷ୍ଟା କରିବା ଜାଣିବା ପାଇଁ, ଆରେ କିଏ ତ କିଏ ଗୋଟେ ଅଛି ଏ ଦୁନିଆରେ, ସଂସାର ଚଲଉଛି, ତ ଗୋଟେ ମାଲିକ କିଏ ଅଛି, ସେ କିଏ। ତେଣୁ ଆମେ ଶାସ୍ତ୍ରକୁ ଅନୁସରଣ କରିବା, ଏବଂ ଶାସ୍ତ୍ରରେ ଆମେ ଦେଖିବା କଣ ନା ସେଠି କର୍ମକାଣ୍ଡ କଥା ଆମେ ଜିନିଷ ଉଲ୍ଲେଖ କରାଯାଇଛି। ହଁ, ଏହା କଲେ ଏହା ହବ, ଏହା କଲେ ଏହା ମିଳିବ, ତେଣୁ ଆମେ ତାକୁ ଫଲୋ କରିବା। ତେଣୁ ସେ ଆଟଲିଷ୍ଟ ନିଜର ସ୍ୱାର୍ଥ ପାଇଁ କରିବା, କିନ୍ତୁ ଆମେ ଶାସ୍ତ୍ର ତ ଅନୁସରଣ କଲେ। ଫଳରେ କଣ ହେଲା ନା, ମାନେ ଶାସ୍ତ୍ର କେମିତି ଅନୁସରଣ କଲେ ନା, ଧରନ୍ତୁ କୌଣସି ଗୋଟେ ଆମେ କାମ କରିବାକୁ ଯାଉଛେ, ଆମେ ଗୋଟେ ଜବ୍ କରିବା, କି ଆମେ ଗୋଟେ ବିଜନେସ କରିବା, କି ଆମେ କୌଣସି ଗୋଟେ ଭଲ କାମ କରିବା, କି ଆମେ ଦେଖୁଛେ ପିଲାର ପାଠ ପଢା ଆରମ୍ଭ କରିବା, ଖଡି ଛୁଆଁ, ହଁ କୋଉ ଦିନ ଗଣେଶ ପୂଜା, କି ସରସ୍ୱତୀ ପୂଜା, ଗୋଟେ ଦିନ ଦେଖୁଛେ, ଆମେ ଘରଟେ ତିଆରି କରୁଛେ, ଭୂମି ପୂଜନଟେ କରୁଛେ, ଆମେ, ଆମକୁ ଜବ୍ ମିଳୁନି, ଆମେ ଗୋଟେ କିଛି ଯଜ୍ଞ ବ୍ରତ କିଛି ଗୋଟେ କରୁଛେ, ଆମେ ସନ୍ତୋଷୀ ପୂଜା, ଯାହାହେଲେ ଗୋଟେ କିଛି ନା କିଛି ଆମେ କରୁଛେ। ତାମାନେ ଆମେ ଦେବାଦେବୀଙ୍କର ପୂଜା କରୁଛେ। ଇଏ ହଉଛି କର୍ମକାଣ୍ଡ ଷ୍ଟେଜ। ଶାସ୍ତ୍ର ଅନୁସରଣ କରି କର୍ମକାଣ୍ଡ ଷ୍ଟେଜ, ଯୋଉଠି ଆମ ନିଜ ଫାଇଦା ପାଇଁ ଆମେ କିଛି ଗୋଟେ ପାଇବା। ଇଏ ହେଲା ଆମର ନେକ୍ସଟ ଷ୍ଟେପ। ଆନିମଲ ପରେ ଆମେ ଯେତେବେଳେ ଏଇଭଳି ଚିନ୍ତା କଲେ ଦିନେ ଆମର, ଯେ ଆମେ କଣ କରୁଛେ, ଆମେ ଶାସ୍ତ୍ରକୁ ତାପରେ ଆମକୁ ଇଚ୍ଛା ହବ ଅନୁସରଣ କରିବା, କିନ୍ତୁ କଲେ ମଧ୍ୟ ଆମେ ଗୋଟେ ଦିନ ପୁଣି ଫିଲ୍ କରିବା ଯେ ଆମେ ସବୁ ତ ହେଲା, କିନ୍ତୁ ଏଥିରେ ତ ଆମକୁ ମୁକ୍ତି ମିଳୁନି ନା, କିଛି ତ ଗୋଟେ ରାସ୍ତା ଥିବ। ଏବଂ ଯଦି ଶାସ୍ତ୍ର ଆମକୁ ଏତେ କଥା କହୁଛି, ଏତେ, ଏବଂ ଏଗୁଡିକ କଲେ ଆମର ସବୁ ପୂରଣ ହେଇଯାଉଛି, ଶାସ୍ତ୍ରରେ ଆଗରେ କଣ ଲେଖା ହେଇଛି? ତେଣୁ ଯେତେବେଳେ ଶାସ୍ତ୍ରରେ ସେ ଆଗକୁ ଯିବ, ଜାଣିବ ଉପାସନା କାଣ୍ଡ, ସେତେବେଳେ ସେ ଜାଣିବ ଯେ ନା ଭଗବାନ ବୋଲି ଗୋଟେ ଜିନିଷ ଏ ଦୁନିଆରେ ଅଛି, ଯିଏ କି ଚଲଉଛି ଏ ସୂର୍ଯ୍ୟ, ଚନ୍ଦ୍ର, ତାରା, ଏସବୁ। ତେଣୁ ସେତେବେଳେ ସେ କଣ କରିବ ନା ଭଗବାନଙ୍କ ସାଙ୍ଗରେ ଯୋଡିଗଲା। ସେଥିପାଇଁ ଏଠି ଯୋଗ ୱାର୍ଡଟା ଆସିଗଲା, ଯୁକ୍ତ ହେଇଗଲା। ସେ ଏଠି ଏଠି ତ ବିଲକୁଲ ନାହାନ୍ତି, ଏଠି ଭଗବାନ କନସେପ୍ଟ ନଥିଲା, ଏଠି ଦେବାଦେବୀ କନସେପ୍ଟ ଥିଲା, କିନ୍ତୁ ଏଇଠି ଆସିଗଲା ଭଗବାନ କୃଷ୍ଣଙ୍କର କନସେପ୍ଟ, ଏଇଠି ଆସିଗଲା ଯୋଗ। ସେଥିପାଇଁ ସକାମ କର୍ମ ଯୋଗ। ଏଠି କଣ ହଉଛି ନା ଆମେ ଫଳକୁ ଆଶା, ଫଳ, ଖାଲି ଫଳ, ଯାହା ଆମେ କର୍ମ କରୁଛେ ତାର ଫଳ ଆମେ ନେଇ ନଉଛେ, କିନ୍ତୁ ଭଗବାନ ଏଠି ରହିଛନ୍ତି। ଆମେ ଭଗବାନଙ୍କୁ ମାଗୁଛେ ସେ କର୍ମ ଫଳ, ଏବଂ ଆମେ ତାକୁ ନେଇଯାଉଛେ।
ଏଇଭଳି କରୁ 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 ଦିନ ଆସିବ, ପୁଣି ଆମେ ଜାଣିବା ଯେ ନାଇଁ ଏଥିରେ ତ ଆମକୁ ମୁକ୍ତି ମିଳିବନି, ଏ ତ କର୍ମବନ୍ଧନରେ ପକଉଛି। ତମେ ଆସ୍ତେ ଆସ୍ତେ ଉପରକୁ ଉଠେଇବା ନିଷ୍କାମ କର୍ମ ଯୋଗ, ତା ଆସ୍ତେ ଆସ୍ତେ ତାପରେ ଆମେ ଆଉ କର୍ମ ଫଳକୁ ନବାନି, ଭଗବାନଙ୍କୁ ଦେଇଦବା, ଅନାସକ୍ତ ହେଇକି କର୍ମ କରିବା। ଏଇଭଳି କରୁ କରୁ ଆମର ହୃଦୟ ଶୁଦ୍ଧ ହେଇଯିବ, ଆଉ ଭୋଗ ବାସନ ପ୍ରତି ଇଚ୍ଛା ରହିବନି। ତାପରେ ଆମେ ଏଇ ଷ୍ଟେଜକୁ ଆସିବ ଯୋଉଟା ଅର୍ଜୁନ କହୁଛନ୍ତି ଜ୍ଞାନ ଯୋଗ। ସେଠି ଆମେ କଣ କରିବା, ଆଉ ସଂସାର ଛାଡିବା, ଆଉ ନାହିଁ ଭୋଗର ଇଚ୍ଛା ନାହିଁ, କେବଳ ସେଠି ଜ୍ଞାନ ଆହରଣ କରିବା। ବଟ୍ ଇଟ୍ସ ଏ ଡେଞ୍ଜରସ୍ ଷ୍ଟେଜ। କଣ ନା ଏଠି ଜ୍ଞାନ, ଏଠି ଯୋଉ ଜ୍ଞାନଟା ଆମେ କରୁଛେ ଅର୍ଜନ କରୁଛେ, ଏ ଜ୍ଞାନଟା ଯଦି ଆମର ଭକ୍ତିକୁ ରେ ପରିବର୍ତ୍ତନ ନହେଲା, ଭକ୍ତି ଷ୍ଟେଜକୁ ନ ଗଲା, ତାହେଲେ ଆମର ପତନ ହେଇପାରେ। ଅର୍ଥାତ୍ ଏଠି ଆମର ଉଦ୍ଦେଶ୍ୟ ହେଇଯିବ ବ୍ରହ୍ମଣ୍ଡରେ ଲୀନ ହବା, କିନ୍ତୁ ବ୍ରହ୍ମଣ୍ଡରେ ଲୀନ ହେଲେ ବି ଆମର ପୁଣି ପତନ ହେଇପାରେ, ପୁଣି ଫେରି ଆସିଲେ ପୁଣି ଆରମ୍ଭ କରିବା ଆନିମଲ ଲାଇଫ। ତେଣୁ ଇଏ ଡେଞ୍ଜରସ୍ ଷ୍ଟେଜ। ଏଇ ଜ୍ଞାନ ଯୋଗରୁ ପୁଣି ଆଚ୍ଛା, ଇଏ ଅଷ୍ଟାଙ୍ଗ ଯୋଗ କଣ? ଏ ଜ୍ଞାନ ଯୋଗ ପରେ ଯୋଉ ଅଷ୍ଟାଙ୍ଗ ଯୋଗ, ଏମାନେ କଣ କରୁଛନ୍ତି? ଏମାନେ କଣ କରୁଛନ୍ତି ନା ବିଭିନ୍ନ ପ୍ରକାରର ସିଦ୍ଧି ହାସଲ କରୁଛନ୍ତି ଯୋଗ ବଳରେ। ମାନେ ଛୋଟକୁ ବଡ କରିଦେବେ, ବଡକୁ ଛୋଟ କରିଦେବେ, ପାଣିରେ ଚାଲିବେ, ହାୱାରେ ଡେଇଁବେ, ଉଠିବେ ଉପରକୁ, ଏମିତି ବିଭିନ୍ନ ପ୍ରକାରର ଏମାନେ କରିବେ। ଏମାନେ ପରମାତ୍ମା, ପରମାତ୍ମାଙ୍କ ସହିତ ମାନଙ୍କର ସମ୍ପର୍କ। କିନ୍ତୁ ଫାଇନାଲି ଯିଏ ଏଇଠି ପହଞ୍ଚିଗଲା ଭକ୍ତି, ସେ କୃଷ୍ଣଙ୍କୁ ପାଇଗଲା, ଅର୍ଥାତ୍ ସେ ଭଗବତ ଦାମ, କୃଷ୍ଣଙ୍କ ସହିତ ତାର ପ୍ରେମ ହେଇଗଲା। ତେଣୁ ଇଏ ହଉଛି ଯୋଗ ଲ୍ୟାଡର। ବଟ୍ ତା ଅପେକ୍ଷା ବେଟର, ଇଏ ତ ଭଗବତ ଗୀତା ଆମକୁ ତ କହୁଛି, କିନ୍ତୁ ଆଚାର୍ଯ୍ୟ ମାନେ କହୁଛନ୍ତି, ଏ ଦେଖନ୍ତୁ ସବୁଠୁ ବେଟର ହଉଛି ଆମେ ଏଇଠି ଥିଲେ ଆନିମଲ ଲାଇଫରେ, ଯଦି କୌଣସି କାରଣବଶତଃ ଆମେ ଜଣେ ଶୁଦ୍ଧ ଭକ୍ତର ସଂସ୍ପର୍ଶରେ ଆସିଗଲେ ଏବଂ ତାକୁ ସମର୍ପିତ ହେଇଗଲେ, ଲାଇକ୍ ପ୍ରଭୁପାଦ, ତାହେଲେ କଣ ହବ ନା ସେ ଆମକୁ ବତେଇବେ ସାଧନା ଭକ୍ତି। ଆଉ ଏଇ ଯୋଉ ଏତେ ଷ୍ଟେଜ ଆମେ ଦେଖୁଛେ, ଆର ଆବଶ୍ୟକତା ରହିବନି। ସାଧନା ଭକ୍ତି କହିବେ, 4 ନିୟମ ପାଳନ କର, ଜପ କର 16 ମାଳା, ଭଗବାନଙ୍କର ସେବା କର, ଗୀତା ଭାଗବତ ପଢ ଶୁଣ, ଏସବୁ ଇଏ ହଉଛି ସାଧନା ଭକ୍ତି। ବ୍ରାହ୍ମ ମୁହୂର୍ତ୍ତରେ ଉଠ, ମଙ୍ଗଳା ଆରତୀ ଆଟେଣ୍ଡ କର। ଏଇଭଳି କରୁ 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 ଆମର କଣ ହବ ନା ଭାବ ଭକ୍ତି, ପ୍ରେମ ଭକ୍ତି ଆଡେ ଚାଲିଯିବ। ଆସ୍ତେ ଆସ୍ତେ ଭାବ ଭକ୍ତି, ଦେନ୍ ପ୍ରେମ, ମାନେ ଭଗବାନଙ୍କ ସହିତ ପ୍ରେମ ହେଇଯିବ। ତାମାନେ ଇଏ ହଉଛି, ତାକୁ ଆମେ କହୁଛେ ଏକ୍ସପ୍ରେସ ଏଲିଭେଟର। ଇଏ ହଉଛି ଆମର ସିଡିରେ ଯିବା, ଏଠି ଆମେ ପୁରା ଲିଫ୍ଟରେ ଗଲେ ଯେମିତି ଜଲ୍ଦି ପହଞ୍ଚିଯିବା, ଇଏ ସେଇଭଳିଆ ଜିନିଷ, ଏ ଫାଷ୍ଟ ଟ୍ରାକ୍ ସିଷ୍ଟମ। ତେଣୁ ଇଏ ହେଲା ଯୋଗ ଲ୍ୟାଡର। ମୁଁ ୟାକୁ କାହିଁକି କହିଲି, এই ଜିନିଷଟାକୁ ମୁଁ କାହିଁକି କହିଲି, ସରି ଗୋଟେ ମିନିଟ। ମୁଁ ଏଇଥିପାଇଁ କହିଲି ନା, କୃଷ୍ଣ କଣ କରିଛନ୍ତି ବର୍ତ୍ତମାନ ଏଇ ଯୋଉ 10ରୁ 16ରେ ସେ କହୁଛନ୍ତି ଯେ କର୍ମ କାଣ୍ଡରୁ କର୍ମ ଯୋଗକୁ ଚାଲ। ଅର୍ଜୁନ, ତମେ ନିଷ୍କାମ କର୍ମ ଯୋଗ କଥା କହିଗଲେ 9 ପର୍ଯ୍ୟନ୍ତ, ଏବଂ ଯୋଗ ଲ୍ୟାଡର କଥା କହିଲେ, ସେଥିପାଇଁ ସେ କହୁଛନ୍ତି କର୍ମ କାଣ୍ଡରୁ ତମେ ଆରମ୍ଭ କର, କର୍ମ କାଣ୍ଡରୁ, ଏବଂ କର୍ମ ଯୋଗ ମାନେ ନିଷ୍କାମ କର୍ମ ଯୋଗ ପର୍ଯ୍ୟନ୍ତ ତମେ ଉଠ। ତାପରେ ଯେତେବେଳେ ଶୁଦ୍ଧ ହବ ତମେ କରିବ। ତେଣୁ ନିଷ୍କାମ ଶୁଦ୍ଧ ହେଲେ ଜ୍ଞାନ ଯୋଗକୁ ଯିବ। ତେଣୁ ଏଇ ଯୋଉ କର୍ମକାଣ୍ଡରୁ କର୍ମଯୋଗ କଥା 10ରୁ 16ରେ କହୁଛନ୍ତି, ସେ କଣ କହୁଛନ୍ତି? କହୁଛନ୍ତି ଯୋଉ ଫଳ ଆମର ଦେବାଦେବୀଙ୍କୁ, ଆମର ଯାହା ଫଳ ପାଉଛେ ସେଥିରୁ କିଛି ଦେବାଦେବୀଙ୍କୁ ଦେଇଦବା, ଏବଂ ଆମେ ତାଙ୍କୁ ଅର୍ପଣ କରିବା, ଯଜ୍ଞ କରିକି ଆମେ ଏ ଜିନିଷ ହାସଲ କରିବା। ଅର୍ଥାତ୍ କର୍ମ ଫଳ କିଛି ଦେଇଦବା ଅର୍ଥ କଣ? ଯେମିତି ଆମେ ଚାକିରି କଲେ ଆମେ ଇନକମ ପାଉଛେ, ଆମେ ଗଭର୍ଣ୍ଣମେଣ୍ଟକୁ ଟିଡିଏସ୍ ଦଉଛେ ନା, ଟ୍ୟାକ୍ସ ଡିଡକ୍ଟେଡ ଆଟ୍ ସୋର୍ସ, ସେମିତି ଇଏ ବି ମଧ୍ୟ ଇଏ ହଉଛି ଟିଡିଏସ୍ ଟୁ ଦେବାଦେବୀ ଭଗବାନ। କଣ ନା ଟ୍ରାନ୍ସେଣ୍ଡେଣ୍ଟାଲ ଡିଭୋସନାଲ ସର୍ଭିସ ତାକୁ କହୁଛେ ଆମେ, ତା ନହେଲେ ପନିଶମେଣ୍ଟ। ଏଇ କଥା ଭଗବାନ 10ରୁ 16ରେ କହୁଛନ୍ତି। କିନ୍ତୁ ସେଠି ଗୋଟେ କହୁ କହୁ ସେ ଇମ୍ପୋର୍ଟାଣ୍ଟ କଥା କହୁଛନ୍ତି, କଣ ନା 14 ନମ୍ବର ଶ୍ଲୋକରେ ସେ କହିବେ, 14 ନମ୍ବର ଶ୍ଲୋକରେ ଅର୍ଣ୍ଣାତ୍ ଭବତି ଭୂତାନି, ସେଠି ସେ କହିଛନ୍ତି ସେ ଶ୍ଲୋକରେ, अर्णाद् भवन्ति भूतानि पर्जनाद् अन्न संभव, यज्ञाद् भवति पर्जनो यज्ञ कर्म समुद्भव।
ସେଠି ଯଜ୍ଞ ଚକ୍ର କଥା କହିଛନ୍ତି ସେ 14 ନମ୍ବର ଶ୍ଲୋକରେ। ବୋଲେ ଏଇ ଶ୍ଲୋକରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ହଉଛି ବର୍ଷା। ମତେ କିଏ ଜଣେ କହିବେ ବର୍ଷା କେମିତି ହଉଛି? ଆମେ ବିଜ୍ଞାନରେ ପଢିଛେ ନା। ଭାସ୍କର ପ୍ରଭୁ କହିଲେ ଆକ୍ଚୁଆଲି ବର୍ଷା ହଉଛି କେମିତି, ତା କାରଣ କଣ? ପାଣି ବାଷ୍ପ ହେଇକି ଉପରକୁ ଯାଉଛି, ତାପରେ ପୁଣି ସେଟା ଥଣ୍ଡା ହେଇକି ବର୍ଷା ହଉଛି। ବାସ୍, ଏଟା ୱାଟର ସାଇକେଲ ନାଇଁ କି, ୟେସ୍। ଜଳ ଚକ୍ର। କିନ୍ତୁ ଭଗବାନ କହୁଛନ୍ତି ଆରେ କିଏ ଜଣେ ବୁଦ୍ଧୁ ବନେଇଛି ଆମକୁ ଏ ଜଳ ଚକ୍ର କଥା କହିକି। ଭଗବାନ କହୁଛନ୍ତି ଏଠି ଏଇ ଶ୍ଲୋକରେ ସେ କହିବେ, ସେ କହିବା ଉଦ୍ଦେଶ୍ୟ ହଉଛି ଯେ ଏଇ ଯୋଉ ଯଜ୍ଞ ଚକ୍ର ମାନେ ଏଇ ଯୋଉ ଆମର ଯୋଉ ୱାଟର ସାଇକେଲ କହୁଛେ ଏଇଟା କଣ ଗୋଟେ? ଏଇଟା ଗୋଟେ ଭୌତିକ ପ୍ରକ୍ରିୟା, ଜଡ଼ ପ୍ରକ୍ରିୟା, ମ୍ୟାଟେରିଆଲ ପ୍ରୋସେସ। ଏନି ମ୍ୟାଟେରିଆଲ ପ୍ରୋସେସ ମାନେ ଏଇଟା ମନକୁ ମନ ହେଇପାରିବନି କେବେ ହେଲେ। କରେକ୍ଟ? ଇଏ ଜଳ ଚକ୍ରରେ ପାଣି ମାନେ ଏଇ ଯୋଉ ୱାଟର ସାଇକେଲରେ ଆମର ବର୍ଷା ହଉଛି, କିନ୍ତୁ ଆକୁ ତ ଜଣେ କିଏ କରଉଛି ନା, ଇଏ ମନକୁ ହବନି। ଫର ଏକ୍ସାମ୍ପଲ ମୁଁ ଏଇ ଚେୟାରରେ ବସିଛି, ଏ ଚେୟାର କାଠରେ ତିଆରି, ଇଏ କଣ ମନକୁ ତିଆରି ହେଇଯାଇଛି? ଆକୁ ଜଣେ କିଏ କରିଛି ନା। ତାମାନେ ଜଡ଼ ପଦାର୍ଥ ମନକୁ ମନ କିଛି ହେଇଯାଆନ୍ତିନି ଯଦି କୌଣସି ଚେତନ ଆତ୍ମା ସଂସ୍ପର୍ଶରେ ସେମାନେ ଆସିନାହାନ୍ତି। ଗୋଟେ କାର୍ପେଣ୍ଟର ତ ଆକୁ କରିଛି ନା। ସେମିତି ଇଏ ହଉଛି ଗୋଟେ ଜଡ଼ ପ୍ରକ୍ରିୟା, ୱାଟର ସାଇକେଲ। ଏ ଜଡ଼ ପ୍ରକ୍ରିୟା, ଏଇ ଯୋଉ ଏଇ ପ୍ରକ୍ରିୟା ହବା ପାଇଁ ଏଥିରେ ଗୋଟେ ଚେତନ ଆତ୍ମାର ରହିବା ଦରକାର ଯୋଗଦାନ, ନହେଲେ ହେଇପାରିବନି। ତେଣୁ ଆମେ ତ ହେଇପାରିବନି, ସେ ଜଣେ ମହାନ ଶକ୍ତି, ତେଣୁ ଭଗବାନ। ତେଣୁ ଆକ୍ଚୁଆଲି ରେନ୍ ହଉଛି କୋଉଠୁ? ବର୍ଷା ହଉଛି ଭଗବାନ କରୁଛନ୍ତି। କିନ୍ତୁ ଏ ଶ୍ଲୋକରେ ସେ କଣ କହୁଛନ୍ତି ଏଇଟାରୁ ମୁଁ ବୁଝେଇ ଦେଲି। ସେ କହୁଛନ୍ତି ଯେ ଯୋଉ ଅନ୍ନାଦ ଭବନ୍ତି ଭୂତାନି, ଲୋକମାନେ ଆମର ଜୀବ ଅନ୍ନରୁ ଅନ୍ନ ଖାଇକି ବଞ୍ଚୁଛନ୍ତି। ଅନ୍ନ ଆସୁଛି କୋଉଠୁ? ଏ ଅନ୍ନ ଆସୁଛି ଆମର ଯଜ୍ଞ, ମାନେ ବର୍ଷା ହେଲା ବର୍ଷା କୋଉଠୁ ଆସୁଛି? ଯଜ୍ଞ କଲେ। ଯଜ୍ଞ କୋଉଠୁ ଆସୁଛି? ନିୟତ କର୍ମ, ଯାହା ପ୍ରେସ୍କ୍ରାଇବ ଡ୍ୟୁଟି ଯୋଉଟା କି ଶାସ୍ତ୍ରରେ ଦିଆଯାଇଛି ତାକୁ କଲେ। ପ୍ରେସ୍କ୍ରାଇବ ଡ୍ୟୁଟି କୋଉଠୁ ଆସିଲା? ବେଦରୁ। ବେଦ କିଏ ଦେଇଛି? ଭଗବାନ କୃଷ୍ଣ। ତେଣୁ ଯଜ୍ଞ କଲାରୁ ବର୍ଷା ହେଲା, ତେଣୁ ଯଜ୍ଞ ଆମକୁ କରିବାକୁ ପଡିବ। ଇଏ ହେଲା ଫାର୍ଷ୍ଟ ଥିଙ୍ଗ। ଦେବାଦେବୀଙ୍କୁ ସନ୍ତୁଷ୍ଟ କଲେ ବର୍ଷା ହବ। ଏବଂ ଫାଇନାଲ କହୁଛନ୍ତି ଯେହେତୁ ଏଭ୍ରିଥିଙ୍ଗ କମ୍ସ ଫ୍ରମ କୃଷ୍ଣା, ତାମାନେ ଆମେ ଫାଇନାଲ ଯୋଉ ଅନ୍ନ ପାଇଲେ ସେ ଆମର ନୁହଁ, ସେ କୃଷ୍ଣାଙ୍କର। ତେଣୁ ତାଙ୍କୁ ଅଫର କରିବାର ଅଛି। ଯଦି ଆମେ ଅର୍ପଣ ନ କରିକି ତାକୁ ଗ୍ରହଣ କରୁଛେ ତାହେଲେ वी आर इटिंग पाप बोलिकी भगवान स्ट्रेट कहि दउचंदी। यू कैनॉट बी हैप्पी, सुखी ही परिबनी। जणे प्रश्न करिवो एइडा एते नियम कोन पई भगवान रखिचंदी? भगवान फैसिलिटी दउचंदी माने किछि नियम भी रखिबे। जेमति सरकार फैसिलिटी दउचंदी कि सरकार कहउचंदी, सरकार देले कार देले, सरकार कार चलेया पई रोड तयारी कले, किंतु ता संगे से ट्रैफिक रूल ता मध्य बनैचंदी। नियम ता मानिबाकू पड़िबो। उल्लंघन कले आमर क्षति, एक्सीडेंट हो। सेमती भगवान कहते फैसिलिटी दिखाई, किंतु आपको जदि आम ठीक जदि नियम अनुसार न करवा आम पाप अर्जन करवा, भोगिबा, से कथा भगवान कहते। तेणु 10 रु 16 रे भगवान कौन कहले ना, कर्मकांड रु कर्म योग को तमे मूव कर अर्जुन, देवादेवी को संतुष्ट कर, आग को जाइकी मते भी संतुष्ट कर। यज्ञर अर्थ होची मोर आदेश पालन करिबा, एवं यज्ञर अर्थ होची संकीर्तन यज्ञ। दिस इज इंपोर्टेंट। जेतबळे हैदराबाद रे गोटे समय रे मरुड़ी पड़ीथला, वर्षा हो नथला, सेतबळे प्रभुपाद हैदराबाद जाइतिले, 7 दिन काल संकीर्तन यज्ञ करथिले। 7th डे वर्षा हैतला। तेणु ये जो यज्ञ आमे कहूचे सेति कली जुगे नाम रूपे कृष्ण अवतार, ये जो नाम आम नाम नौचे भगवान कर, हरे कृष्ण 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 हरे हरे, हरे राम 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 हरे हरे। ये हूँ कृष्ण अवतार कली जुगे। तेणु यही भगवान कहले तमे निष्काम कर्म योग कर। कर्म कांडरू निष्काम कर्म योग को तमे उत्तीर्ण हुआ, तेबे एवं यही कले तमे कौन हम शुद्ध हो, तमे करिपारिबो कौन सन्यास नहीं पारिबो, संसार छाड़ी पारिबो। किंतु एगेन कृष्णा कहउचंती
এইଭଳି କରିକି ମଧ୍ୟ ତମେ ଶୁଦ୍ଧ ହେଇଗଲେ ମଧ୍ୟ, ତମର ଯୋଗ୍ୟତା ଆସିଗଲେ ମଧ୍ୟ ସନ୍ନ୍ୟାସ ନେବା ପାଇଁ, ସଂସାର ଛାଡିବା ପାଇଁ ଷ୍ଟିଲ୍ ଛାଡିବାର ନାହିଁ। ତମକୁ ଯୁଦ୍ଧ କରିବାକୁ ପଡିବ, କର୍ମ କରିବାକୁ ପଡିବ। ୱାଏ? ଟୁ ସେଟ୍ ଏକ୍ସାମ୍ପଲ, ଉଦାହରଣ ପ୍ରସ୍ତୁତ କରିବା ପାଇଁ। ତମେ ହଉଛ ହିରୋ, ତମେ ହଉଛ ନେତା, ତମେ ହଉଛ ଶାସକ। ତେଣୁ କର୍ମ କରିଚାଲ। ନିଷ୍କାମ କର୍ମ ଯୋଗ, ଯୋଉ ଯାହାକୁ ଦେଖିକି ଲୋକ ଅନୁସରଣ କରିବେ, ଲୋକ ଶିକ୍ଷା ପାଇଁ ତମକୁ କରିବାକୁ ପଡିବ। ଲୋକ ସଂଗ୍ରାମ ବୋଲି ଭଗବାନ କହିଛନ୍ତି। ଏବଂ ପୁଣି ଭଗବାନ କହୁଛନ୍ତି 17-18ରେ ଯେ ଏଇଭଳି ଅଛନ୍ତି ବହୁତ ଲୋକ ଯୋଉମାନେ ଯୋଉମାନେ ଶୁଦ୍ଧ ହେଇଯାଇଛନ୍ତି, ଜ୍ଞାନ ଯୋଗ ଲେଭେଲରେ ଅଛନ୍ତି। ତମେ ଯୋଉ ଜ୍ଞାନ ଯୋଗ କଥା କହୁଛ, ସନ୍ନ୍ୟାସ ନେବା କଥା, ସେ ଲେଭେଲରେ ଲୋକ, ବହୁତ ଲୋକ ଅଛନ୍ତି। ତାଙ୍କର କୌଣସି ଓବ୍ଲିଗେସନ ନଥିଲା କର୍ମ କରିବା ପାଇଁ, କୌଣସି ପ୍ରେସର ନଥିଲା, କୌଣସି ନିୟମ ନଥିଲା ପ୍ରେସ୍କ୍ରାଇବ୍ ଡ୍ୟୁଟି ସ୍ୱଧର୍ମ କରିବା ପାଇଁ। ସଂସାରର ସ୍ୱାଦ ସମ୍ପୂର୍ଣ୍ଣ ରୂପେ ଚାଲି ଯାଇଥିଲା ତାଙ୍କଠୁ। ଭୋଗ ବାସନାର କୌଣସି ଇଚ୍ଛା ନଥିଲା, ତଥାପି ସେମାନେ କର୍ମ କରୁଥିଲେ। କାହିଁକି? ଟୁ ସେଟ୍ ରାଇଟ୍ ଏକ୍ସାମ୍ପଲ। କୃଷ୍ଣ ପଚାରୁଛନ୍ତି କେହି ଏମିତି ବ୍ୟକ୍ତି ଅଛନ୍ତି ଯେ ଏଇଭଳି କରିକି ମାନେ ସଂସାରରେ ସଂସାରର ସ୍ୱାଦ ଚାଲି ଯାଇଥିଲେ ମଧ୍ୟ ସେ ଏକ୍ସାମ୍ପଲ ସେଟ୍ କରିବା ପାଇଁ କର୍ମ କରୁଥିଲେ? ଏମିତି କିଛି ଏକ୍ସାମ୍ପଲ ଅଛି କି? ଉଦାହରଣ ଅଛି? ବ୍ୟକ୍ତି ଅଛନ୍ତି କି? ହଁ, ଜନକ ମହାରାଜ। କୃଷ୍ଣ କହୁଛନ୍ତି ଜନକ ମହାରାଜ ଥିଲେ କ୍ଷତ୍ରିୟ ଏବଂ ରାଜା ଥିଲେ ବିଦେହର। ସେ ଜ୍ଞାନ ଯୋଗ ଲେଭେଲର ଲୋକ। ତାଙ୍କର ସ୍ୱଧର୍ମ ବା ଏଇ ଯୋଉ ପ୍ରେସ୍କ୍ରାଇବ୍ ଡ୍ୟୁଟି, ନିୟତ କର୍ମ, ଆକୁ କରିବାର କୌଣସି ଆବଶ୍ୟକତା ନଥିଲା। ଜଙ୍ଗଲ ଯାଇକି ଯାଇପାରିଥାନ୍ତେ, କିନ୍ତୁ ସେ ଥିଲେ ରାଜା। ସେ ଯଦି ଛାଡିଦେବେ, ପ୍ରଜାମାନେ ବି ଛାଡିଦେବେ, କର୍ମ କରିବେନି। ତେଣୁ ତାଙ୍କୁ ଶିଖେଇବାକୁ ପଡିବ। ରାଜା ହେଇକି ମଧ୍ୟ ଯଥା ରାଜା ତଥା ପ୍ରଜା, ରାଜା ଯାହା କରିବ ପ୍ରଜା ସେୟା କରିବେ। କିନ୍ତୁ ପ୍ରଜାମାନଙ୍କର ଆସିନି, ସେ ସ୍ଥିତି ଆସିନି, ଶୁଦ୍ଧ ହେଇନାହାନ୍ତି। ରାଜା ସିନା ଶୁଦ୍ଧ ହେଇଯାଇଛନ୍ତି। ତେଣୁ ରାଜା ପ୍ରଜାଙ୍କୁ ଶିଖେଇବା ପାଇଁ ରାଜା ଜନକ ରାଜା ମଧ୍ୟ, ଖାଲି ଜନକ ନୁହେଁ, ଏଇଭଳି ମଧ୍ୟ ଆମର ପରୀକ୍ଷିତ ମହାରାଜ, ଅମ୍ବରୀଶ ମହାରାଜ, ଯୁଧିଷ୍ଠିର ମହାରାଜ, ଏମାନେ ମଧ୍ୟ, ଏମାନେ ଜ୍ଞାନ ଯୁଗ ଲେଭେଲର, କିନ୍ତୁ ତଥାପି ଏମାନେ କର୍ମ କରୁଥିଲେ। ସେଥିପାଇଁ ଗୋଟେ ଭଲ ଜିନିଷ କହିଲେ କୋଉଠି, ଲାଷ୍ଟ ମାନେ ଏଠି ଯତ୍ ଯତ୍ ଆଚରତେ ଶ୍ରେଷ୍ଠ ତତ୍ତଦେବେତରୋ ଜନଃ ସ ୟତ୍ ପ୍ରମାଣଂ କୁରୁତେ ଲୋକସ୍ତତ୍ ଅନୁବର୍ତ୍ତତେ। ବୋଲେ କି ସେଠି ଏଠି ଯୋଉ ଭଗବାନ କହୁଛନ୍ତି କଣ ନା, ଯେତେବେଳେ ମାନେ ତମର ଆଚରଣ ଅନୁସାରେ, ତମେ ଯେହେତୁ ଶ୍ରେଷ୍ଠ, ତମେ ଯାହା ଆଚରଣ କରୁଛ ତମର ସେ ଆଚରଣ ଠିକ ଥିବା ଦରକାର। କାହିଁକି? ଲୋକ ତମକୁ ଅନୁସରଣ କରୁଛନ୍ତି। ତମେ ହଉଛ ନେତା, ତମେ ପଥ ପ୍ରଦର୍ଶକ। ତମେ ସିଗାରେଟ ଫୁଙ୍କିବ, ତମ ଅନ୍ୟକୁ କହିବ ଯେ ନାଇଁ ମୁଁ ସିଗାରେଟ ଫୁଙ୍କିଲେ ଲଙ୍ଗସ ଖରାପ ହେଇଯିବ, କେହି ମାନିବେନି। ତମକୁ ସିଗାରେଟ ମାନେ ସେ ଆଚରଣ କରିବାକୁ ପଡିବ, ନ ଫୁଙ୍କିକି ଦେଖେଇବାକୁ ପଡିବ। ଆଜିକାଲି ଲୋକମାନେ ନେଇକି ବୃଦ୍ଧାଶ୍ରମରେ ମାତା ପିତାଙ୍କୁ ଛାଡି ଦଉଛନ୍ତି। ଯାହା ଆଚରଣ କରିଛ ପିଲା ବି ସେୟା ଶିଖିବ। ସେ ପିଲା ମଧ୍ୟ ତମକୁ ନେଇକି ଛାଡିଦବ ବୃଦ୍ଧାଶ୍ରମରେ। ଯାହା ଆମେ କରୁଛେ, ଆଚରଣ କରୁଛେ, ସେଇ ଅନୁସାରେ ଏଇଟା ଭଗବାନ ସେଇ କଥା କହୁଛନ୍ତି। ତେଣୁ ତମର ଆଚରଣକୁ ଠିକ ରଖ। ତେଣୁ ବର୍ତ୍ତମାନ ସୁଦ୍ଧା ଭଗବାନ କଣ କହିଲେ? ଆଚରଣ ଠିକ ରଖ, ଉଦାହରଣ ପ୍ରସ୍ତୁତ କରିବା ପାଇଁ ନିଷ୍କାମ କର୍ମ ଯୋଗ କରିଚାଲ। ତମେ ଶୁଦ୍ଧ ହେଲେ ବି, କିନ୍ତୁ କି ଭାବରେ କରିବ? ଏଇ ଯୋଉ ନିଷ୍କାମ କର୍ମ ଯୋଗ, ଉଦାହରଣ କି ଭାବରେ ପ୍ରସ୍ତୁତ କରିବ? ଆସକ୍ତି ନ ହେଇକି। ସେଥିପାଇଁ 27 ନମ୍ବର ଶ୍ଲୋକରେ ଭଗବାନ କଣ କହୁଛନ୍ତି ଦେଖନ୍ତୁ। 27ରେ ଭଗବାନ କଣ କହିଲେ? ପ୍ରକୃତେ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶ ଅହଙ୍କାର ବିମୂଢ଼ାତ୍ମା କର୍ତ୍ତାହଂ ଇତି ମନ୍ୟତେ। ମାନେ ସେଠି ଭଗବାନ କହୁଛନ୍ତି ଯେ ଭାବନା, ଅହଙ୍କାର ବିମୂଢ଼ାତ୍ମା, ତମ ଭାବନା ଯେ ତମ ଯୋଗୁ ସବୁ ହଉଛି ଏ ସଂସାର, ଯାହା କିଛି ହଉଛି ତମ ଯୋଗୁ ହଉଛି। ଏ ତିନି ଗୁଣର ଗୁଲାମ ଆମେ, ସବୁ ସେଇ କରୁଛି। କରୋନା ଆସିଗଲା ପରେ ଲୋକ ବୁଝିଗଲେ କିଏ କରୁଛି। ଆମେ କରୁଛେ ନା ଆଉ କିଏ କରୁଛି? ଯେତେବେଳେ ମଣିଷକୁ ଷ୍ଟ୍ରୋକ ଆସିଯାଉଛି, ସବୁ ଖତମ। ତେଣୁ ଭଗବାନ କହୁଛନ୍ତି ନମ୍ର ହୁଅ, ତମେ କିଛି ନୁହଁ। ତମେ
ଆଚରଣ କରିକି ଉଦାହରଣ ପ୍ରସ୍ତୁତ କର, କିନ୍ତୁ ଆସକ୍ତି ହୁଅ ନା। କେବେ ଭାବନା ଯେ ମୁଁ କରୁଛି, ଭାବ ମୁଁ କରୁନି, ସବୁ ଭଗବାନ କରୁଛନ୍ତି। ତିନି ଗୁଣର ଅଧୀନରେ ଆମେ ଅଛେ। ତିନି ଗୁଣ ଭଗବାନଙ୍କର ଶକ୍ତି, ତେଣୁ ଅଲ୍ଟିମେଟଲି ଭଗବାନଙ୍କ ଦ୍ଵାରା ହଉଛି। ତେଣୁ ଏଇଭଳି କହିଲେ, ଏଇ ଭାବରେ କର ଯେ ସବୁ କିଛି ଭଗବାନ, ମୁଁ ନୁହେଁ। ତେଣୁ 30 ନମ୍ବର ଶ୍ଲୋକରେ ପ୍ରଥମ ଥର ପାଇଁ ଭଗବାନ ଭକ୍ତି ଶବ୍ଦକୁ ଇଣ୍ଟ୍ରୋଡ୍ୟୁସ କଲେ। 30 ନମ୍ବରରେ କଣ କହିଲେ? ମୟି ସର୍ବାଣି କର୍ମାଣି ସନ୍ନ୍ୟାସାଧ୍ୟାତ୍ମ ଚେତସା ନିରାଶେ ନିର୍ମମ ଭୂତ୍ୱା ଯୁଦ୍ଧସ୍ୱ ବିଗତ ଜର। ମାନେ କହୁଛନ୍ତି ସବୁ ଯେତେ ପ୍ରକାରର କର୍ମ ସବୁ କିଛି ମୋତେ ସମର୍ପଣ କର। ସନ୍ନ୍ୟାସ ଆଧ୍ୟାତ୍ମ ଚେତସା କେମିତି କରିବ? ଏଇଭଳି ଭାବ ଯେ ସବୁ କିଛି ହଉଛି ଭଗବାନଙ୍କର। ଆଧ୍ୟାତ୍ମ ଚେତସା କୃଷ୍ଣଙ୍କର, କୃଷ୍ଣଙ୍କ ପାଇଁ। ନିରାଶିତ, କୌଣସି ଆଶା ରଖନା କର୍ମ ଫଳରେ। ନିର୍ମମ ଭୂତ୍ୱା ମାନେ ନଥିଙ୍ଗ ମାଇଣ୍ଡ, ମୋର କିଛି ନୁହଁ, ଏଇଭଳି ଭାବିକି କର୍ମ କର, ମାନେ ଭକ୍ତି କର ବୋଲିକି ଭଗବାନ କୃଷ୍ଣଙ୍କୁ କହିଲେ। ଖାଲି ସେତିକି ନୁହଁ, ମଝିରେ ପୁଣି ଅର୍ଜୁନ ଭାବୁଛନ୍ତି, ଭକ୍ତିକର କଥା କହିଲେ, ମଝିରେ ଭାବୁଛନ୍ତି ଇଏ ତ ମାରିବା, ମୋର ତ ଆସକ୍ତି ରହିଛି, ମାରି ପାରୁନି ଏମାନଙ୍କୁ। ତେଣୁ ଏଇ ଯୋଉ ସ୍ୱଧର୍ମଟା କରିବାକୁ କହୁଛନ୍ତି, ଏ ସ୍ୱଧର୍ମଟା ମୁଁ କାହିଁକି, ଯୋଉ ଶାସ୍ତ୍ରରେ ପ୍ରେସ୍କ୍ରାଇବ୍ ଡ୍ୟୁଟି ଦିଆଯାଇଛି, ମତେ ଅହିଂସା ଭଲ ଲାଗୁଛି, ତେଣୁ ଅହିଂସା ଅନୁସାରେ ମୁଁ ବ୍ରାହ୍ମଣର ଧର୍ମ କରିବି, ଏଥିରେ କ୍ଷତି କଣ? ଭଗବାନ ତାର ଉତ୍ତରେ ବି କହିଲେ, ସ୍ୱଧର୍ମ ନିଧନଂ ଶ୍ରେୟ, ସ୍ୱଧର୍ମେ ନିଧନଂ ଶ୍ରେୟ ପରୋ ଧର୍ମ ଭୟାବହ। କହୁଛନ୍ତି ଯେ ସ୍ୱଧର୍ମ ପରଧର୍ମଠୁ ବେହତର, ମାନେ ଶ୍ରେୟ, ଉନ୍ନତତର। କାହିଁକି ନା ଯେତେ ତ୍ରୁଟିପୂର୍ଣ୍ଣ ହଉ ପଛେ ସ୍ୱଧର୍ମ, କିନ୍ତୁ ପରଧର୍ମ ଯେତେ ଆମେ ଭଲରେ କଲେ ମଧ୍ୟ ପରଧର୍ମ ଭୟାବହ, ସ୍ୱଧର୍ମରେ ମରିବା ମଧ୍ୟ ବେଟର। ତେଣୁ ଅର୍ଜୁନଙ୍କର ସବୁ ଜିନିଷକୁ ସ୍ୱଧର୍ମ ନ ଛାଡିବା, ଭକ୍ତି କରିବା, ଏସବୁ ଜିନିଷ ଭଗବାନ ଫୋର୍ସ ଯେତେବେଳେ କରୁଛନ୍ତି, ସେତେବେଳେ ଅର୍ଜୁନ କହୁଛନ୍ତି ଯେ ମୁଁ ବୁଝିଗଲି, ମୁଁ ବର୍ତ୍ତମାନ ଇନ୍ସପାୟାର୍ଡ, ମୁଁ ସ୍ୱଧର୍ମ କରିବି, ଆପଣଙ୍କର ଭକ୍ତି କରିବି, ସବୁ କରିବି, କିନ୍ତୁ ମୋର ଭକ୍ତି କରିବା କଥା କହୁଛନ୍ତି, ମୁଁ କରିବି, କିନ୍ତୁ ମତେ କାହିଁ ଲାଗୁଛି ଯେ ମୁଁ ଜାଣିକି ବି ଗଲତ କାମ କରୁଛି, ମୁଁ କରିପାରୁନି ଭକ୍ତି, ମୁଁ ସ୍ୱଧର୍ମକୁ ଅପନେଇ ପାରୁନି। ଏମିତି କାହିଁକି? ମତେ କାହିଁ ଲାଗୁଛି ଗୋଟେ ଫୋର୍ସ ମତେ ପ୍ରେସ୍ କରୁଛି, ବାଧ୍ୟ କରୁଛି ପାପ କର୍ମ କରିବା ପାଇଁ। କଣ ସେଇଟା? କୃଷ୍ଣ କହୁଛନ୍ତି ଯେ କାମ ଏଷ କ୍ରୋଧ ଏଷ ରଜଗୁଣ ସମୁଦ୍ଭବ ମାସନୋ ମହାପାପ୍ନା ବିଦ୍ଧି ଏନଂ ଇହ ବୈରିଣଂ। ମାନେ ସେ କହୁଛନ୍ତି ଯେ ଏଇ ସବୁ କିଛି ଶତ୍ରୁ ଏ ସର୍ବଗ୍ରାସୀ ମହାପାପ୍ନା, ସବୁ ପାପ ଏଇଥିରୁ ଜନ୍ମ, ଚିରଶତ୍ରୁ। ଆମ ଏଇ ଜଗତରେ ଇଏ ହଉଛି ଆମର ଶତ୍ରୁ ବୋଲିକି ଭଗବାନ କହିଲେ। ଏ କାମ କଣ? କାମ ଏସ କହିଲେ କାମନା। ଇଏ ହଉଛି ଯେ ଆମର ଗୋଟେ ଜିଦ୍, ଯୋଉ ଜିଦ୍ ରେ ଆମକୁ ଯାହା ମନା କରାହେଇଛି ଶାସ୍ତ୍ରରେ, ତାକୁ କରିବାର ଜିଦ୍ ବା ଆସକ୍ତି। ଯୋଉ ଜିନିଷଟା ଆମର କୋଟା ନୁହେଁ, ଯୋଉ ଜିନିଷ ଆମ ଭାଗ୍ୟରେ ନାହିଁ, ତାକୁ ଜିଦ୍ କରିବା, ତା ପ୍ରତି ଆସକ୍ତି ରଖିବା, ଇଏ ହଉଛି କାମନା। ବୋଲେ ରାବଣ ପାଖରେ ମନ୍ଦ ଧରିଥିଲେ, ଅନ୍ୟ ରାଣୀ ଥିଲେ, କିନ୍ତୁ ସୀତା ତାଙ୍କର ଦରକାର ଥିଲା। ଦୁର୍ଯ୍ୟୋଧନ ସବୁ ପ୍ରକାର ସମ୍ପତ୍ତି ହଡପ କରିକି ରଖିଛି, କିଛି ତାର ନୁହେଁ, ସବୁ ହଉଛି ପାଣ୍ଡବ ମାନଙ୍କର, ତଥାପି 5ଟା ଗ୍ରାମ ଦବା କଥା କହିଲେ କହୁଛି ସୁଶୀଘ୍ର ମେଦିନୀ ଦେବିନି। ମାନେ ଯାହା ତାର କୋଟା ନୁହେଁ, ସେ ତାକୁ ଭାବୁଛି, ତା ପ୍ରତି ତାର ଆସକ୍ତି ଏବଂ କାମନା। ଏବଂ ଭଗବାନ କହୁଛନ୍ତି ଯାଇକି ପୁଣି 39 ନମ୍ବର ଶ୍ଲୋକରେ କହିବେ ଯେ ଦୁଷ୍ପୁରେଣ ଅନଳେନ ଚ, ଏଇ ଯୋଉ କାମନା ହଉଛି, ଇଏ ନିଆଁ ବହ୍ନି ଯେମିତି ଜଳେ, ପେଟ୍ରୋଲ ପକେଇଲେ, ଏ କାମନାକୁ ଯେତେ ଆମେ ପୂର୍ତ୍ତି କରିବା, ତୃପ୍ତ କରେଇବା, ସେ ଶାନ୍ତ ହୁଏନି, ସେ କାମନା ବଢି ବଢି ଚାଲେ। ଏବଂ କହୁଛନ୍ତି କାମନା ମାନେ ବିଭିନ୍ନ ମାତ୍ରାର, ଭଗବାନ ବୁଝେଇ ଦଉଛନ୍ତି କାମନା ବିଭିନ୍ନ ମାତ୍ରାର, ମାନେ ୟାର ଆବରଣ, ଇଏ ଆମ ଜ୍ଞାନକୁ ଆବୃତ କରିଛି।
ସେ କହୁଛନ୍ତି ସେଇଥିରେ ସେଇ 39 ନମ୍ବର ଶ୍ଲୋକରେ କହୁଛନ୍ତି ଆବୃତଂ ଜ୍ଞାନଂ ଏତେନ ମାନେ ୟା ଦ୍ୱାରା ଆମର ଜ୍ଞାନ ଆବୃତ ହେଇଯାଇଛି। କେମିତି ଆବୃତ ହେଇଛି ତିନୋଟି ଉଦାହରଣ ଦେଇଛନ୍ତି ଏବଂ କହୁଛନ୍ତି ସେ ଗୋଟେ ଶ୍ଲୋକରେ ସେ କହୁଛନ୍ତି ଯେ ଇଏ ଆମର ଜ୍ଞାନକୁ କେମିତି ଆବୃତ କରିଛି, ଯାହା ଫଳରେ ଆମେ ଭକ୍ତି କରିପାରୁନେ, ଗଲତ କାମ କରୁଛେ, ପାପ କର୍ମ କରୁଛେ। ଇଏ କହୁଛନ୍ତି ଇଏ ଆମକୁ ତିନି ପ୍ରକାରରେ ମାନେ ଗଛ, ପଶୁ, ମଣିଷ ତିନି ପ୍ରକାରରେ। ଗଛ ଆଉ ପଶୁର ଯୋଉ ଆବରଣଟା ସେଟା ବହୁତ ଗଭୀର ଭାବରେ, ବହୁତ ଡିପଲି, କିନ୍ତୁ ମଣିଷ କେସରେ ସେ କହୁଛନ୍ତି ହାଲକା ଆବରଣଟା। ତାକୁ ତୁଳନା କରିଛନ୍ତି ସେଠି ମାନେ ଧୂଆଁ ସାଙ୍ଗରେ। ଧୂମେନ ଆବ୍ରିୟତେ ବହ୍ନି ଯଥା, ଯେମିତି ଧୂଆଁ ଆବୃତ କରିକି ରଖିଛି କାହାକୁ, ଅଗ୍ନିକୁ, କିନ୍ତୁ ଅଗ୍ନିରୁ ଜନ୍ମ ଧୂଆଁ, କିନ୍ତୁ ଅଗ୍ନିକୁ ଦବେଇ ପାରିବନି, ଲିଭେଇ ପାରିବନି। ସେମିତି ଏ କାମ ଭଗବାନ କହୁଛନ୍ତି ଏ କାମ ହାଲକା ଏଇଥିପାଇଁ ଯେ ଯଦିଓ ଜ୍ଞାନରୁ ଜନ୍ମ କିନ୍ତୁ ଜ୍ଞାନକୁ ଦବେଇ ପାରିବନି, ଲିଭେଇ ପାରିବନି। ଯଦି ଅଗ୍ନିକୁ ପ୍ରଜ୍ୱଳିତ କରାଯାଏ ଧୂଆଁ ଚାଲିଯିବ, ଜ୍ଞାନକୁ ପ୍ରଜ୍ୱଳିତ କଲେ ଆମେ ଅଗ୍ନି ଭଳିଆ ସେ ଚାଲିଯିବ କାମନା। ତେଣୁ ଇଜି ଆମର ଏଇଟା ଆମେ ସେ କହୁଛନ୍ତି ମନୁଷ୍ୟ ଜୀବନରେ ପଶୁ ପକ୍ଷୀଙ୍କ ପାଇଁ କୌଣସି ଆଶା ନାହିଁ। ଗଛ ବୃକ୍ଷ ଯୋଉଗୁଡିକ ସେ ତା ପ୍ରତି ବି କିଛି ଆଶା ନାହିଁ, କାରଣ ବହୁତ ଡିପ୍ ଲେଭେଲର ଆବରଣ। କିନ୍ତୁ ମନୁଷ୍ୟ ଜନ୍ମରେ, ମନୁଷ୍ୟ କେସରେ ଏଟା ସମ୍ଭବ। ଏ କାମନାକୁ ଆମେ ଜୟ କରିପାରିବା। ଏବଂ କୋଉଠି ବସିଛି ଭଗବାନ କହୁଛନ୍ତି ସେ 40 ନମ୍ବର ଶ୍ଲୋକରେ କହୁଛନ୍ତି ଇନ୍ଦ୍ରିୟାଣୀ ମନୋବୁଦ୍ଧି ଅସ୍ୟ ଅଧିଷ୍ଠାନଂ ଉଚ୍ୟତେ। ଅଧିଷ୍ଠାନଂ ଏଇ ସିଟିଂ ପ୍ଲେସ୍ କୋଉଠି, ମନ, ବୁଦ୍ଧି, ଇନ୍ଦ୍ରିୟାଣୀ। ଇନ୍ଦ୍ରିୟରେ ଆଉ ମନରେ, ବୁଦ୍ଧିରେ ଏ ତିନୋଟି ଜାଗାରେ ବସିଛି। ୱାନ୍ସ ଆମେ ଜାଣିଲେ ଆମ ଶତ୍ରୁ ଦୁଶ୍ମନ କୋଉଠି ଅଛି, ତାହେଲେ ଦୁଶ୍ମନକୁ ଜୟ କରିବା ପାଇଁ ଇଜି ହବ। ତେଣୁ ଭଗବାନ କଣ କହୁଛନ୍ତି ଆମେ କେମିତି ତାକୁ ମାନେ ଏଇ ଯୋଉ କାମନାକୁ ହଟେଇ ପାରିବା, ରିମୁଭ କରିଦେଇ ପାରିବା। କହୁଛନ୍ତି ଏଇ ଯୋଉ ତିନୋଟି ଜାଗା ଇନ୍ଦ୍ରିୟ, ମନ, ବୁଦ୍ଧି, ଏ ତିନୋଟି ଜାଗାକୁ ଶୁଦ୍ଧ କର। ଫାର୍ଷ୍ଟ ଥିଙ୍ଗ କେମିତି କରିବା, କହୁଛନ୍ତି ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗେଇ ଦିଅ। ସେ ଅନ୍ୟ ଆଡେ ଚାଲି ଯାଉଛନ୍ତି, ତାକୁ ଭଗବାନଙ୍କ ସେବାରେ। ଏ ଆଖିକୁ ୟୁଟିଲାଇଜ କରିବା ଭଗବାନଙ୍କର ରୂପ ଦର୍ଶନ କରିବା ପାଇଁ। ଏ କାନକୁ ଭଗବାନଙ୍କର ନାମ ଶୁଣିବାରେ ଲଗେଇଦବା, ଶ୍ରବଣ, ଭଗବାନଙ୍କ କଥା ଶୁଣିବା, ଭଗବାନଙ୍କର ବିଷୟରେ ଶୁଣିବା। ଏ ଜିଭକୁ ଭଗବାନଙ୍କର ପ୍ରସାଦ ଖାଇବାରେ ଲଗେଇଦବା। ଏ ଜିଭରେ ଭାଇବ୍ରେଟ କରିବା ହରେ କୃଷ୍ଣ ମହାମନ୍ତ୍ର ଜପ। ଏ ନାକ ଭଗବାନଙ୍କୁ ଅର୍ପିତ ହୋଇଥିବା ଫୁଲକୁ ଆମେ ଆଘ୍ରାଣ କରିବା, ତୁଳସୀ ଫୁଲ ଯାହା ଅର୍ପଣ କରାହେଇଛି। ଏଇଭଳି ଆମର ଇନ୍ଦ୍ରିୟ ମାନଙ୍କୁ ଲଗେଇଦବା କୋଉଠି, ଖାଲି ଜ୍ଞାନେନ୍ଦ୍ରିୟ ନୁହେଁ, କର୍ମେନ୍ଦ୍ର, ହାତ ଗୋଡ ଏଭ୍ରିଥିଙ୍ଗ ସବୁ ଭଗବାନଙ୍କ ସେବାରେ ଆମେ ଲଗେଇଦବା। ଫାର୍ଷ୍ଟ ଥିଙ୍ଗ। ସେକେଣ୍ଡ କହୁଛନ୍ତି ମନକୁ, ମନ ତ୍ରାୟତେ ଇତି ମନ୍ତ୍ର, ମାନେ ମେଡିଟେସନ, ମନ୍ତ୍ର ମେଡିଟେସନ। ସେ ଯୋଉ ମନ୍ତ୍ର କଣ କରିବ, ଆମ ମନକୁ ଉଦ୍ଧାର କରିବ। କାମନାରେ ଫସିକି ଅଛି, କାମନାକୁ ବାହାର କରିଦବ ଚାଣ୍ଟିଂ ଦ୍ୱାରା, ଭଗବାନଙ୍କର ନାମ ନେଇକି, ହରେ କୃଷ୍ଣ ମହାମନ୍ତ୍ର ଜପିକି। ପ୍ରଥମ ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗେଇଲେ, ମନକୁ ମନ୍ତ୍ର ମେଡିଟେସନ, ବୁଦ୍ଧିକୁ ଶାସ୍ତ୍ର ଅଧ୍ୟୟନ, ଶାସ୍ତ୍ର ଶ୍ରବଣ ଅଧ୍ୟୟନ। ଏ ତିନୋଟି କାମ କଲେ ଅଟୋମେଟିକାଲି ଶୁଦ୍ଧ ହେଇଗଲା କାମନା। ଏଇ ତିନୋଟି ଜାଗାରେ ଆମେ କାମନାକୁ ଜୟ କରିପାରିବା। ଆମେ ହଉଛେ ଚିନ୍ମୟ ଜଗତର, ଆମେ ଭଗବାନଙ୍କର ଅଂଶ। ଭଗବାନଙ୍କ ପାଖରେ କେବଳ ପ୍ରେମ ହିଁ ପ୍ରେମ ଅଛି, ଆମେ ତାଙ୍କର ଅଂଶ, ତେଣୁ ଆମ ପାଖରେ ମଧ୍ୟ ପ୍ରେମ ଅଛି। କିନ୍ତୁ ଯେତେବେଳେ ସଂସାରକୁ ଆମେ ଆସୁଛେ, ପ୍ରକୃତିର ତିନି ଗୁଣ, ପର୍ଟିକୁଲାରଲି ରଜଗୁଣ ସଂସ୍ପର୍ଶରେ ଆମେ ଆସିଯାଉଛେ, ଆମ ଚେତନା ଦୂଷିତ ହେଇଯାଉଛି। ଯେମିତି ବର୍ଷା ପାଣି ଉଦାହରଣ ଦେଇଥିଲି ପୂର୍ବରୁ, ଗୋଳିଆ ହେଇଯାଉଛି ତଳେ ପଡିକି, କିନ୍ତୁ ଅଦରୱାଇଜ ଶୁଦ୍ଧ।
କିନ୍ତୁ ଯେମିତି ବର୍ଷା ପାଣିକୁ ଅଶୁଦ୍ଧ ହେଇଗଲେ ମଧ୍ୟ ଆମେ ପ୍ୟୁରିଫାଇ କରିପାରୁଛେ, ସେମିତି ଆମେ ପ୍ୟୁରିଫାଇ କରିପାରିବା ଏ କାମନାକୁ। ଏ କାମନା ଆସିଛି ଆମେ ଯେତେବେଳେ ବହିରଙ୍ଗ ଦୃଷ୍ଟି ନେଲେ, ଅର୍ଥାତ୍ କୃଷ୍ଣଙ୍କଠୁ ଦୂରେଇବାକୁ ଆରମ୍ଭ କଲେ। ଆମ ପ୍ରେମରେ ଆମର ଯୋଉ ଆକ୍ଚୁଆଲି ପ୍ରେମ, ଯୋଉ ଆମ ଭଗବାନଙ୍କ ପାଖରେ ପ୍ରେମ, ଆମେ ତାଙ୍କର ଅଂଶ, ଆମ ପାଖରେ ପ୍ରେମ ଅଛି, କିନ୍ତୁ ପ୍ରେମରେ ଆମର ଖଟାପନ ଆସିଗଲା ଯେତେବେଳେ ଭଗବାନଠୁ ଆମେ ଦୂରେଇଲେ। ଯେମିତି କ୍ଷୀରରେ ଖଟାପନ ଆସିଗଲେ ଦହି ହେଇଯାଏ, ସେମିତି ଆମର ପ୍ରେମ କାମରେ ପରିବର୍ତ୍ତନ ହେଇଯାଇଛି। ତେଣୁ ଆମକୁ ଯୋଉ ପ୍ରୋସେସରେ ଆମେ ଏଠିକି ଆସିଛେ, କାମନା ଆସିଛି, ଆମକୁ ତାକୁ ରିଭର୍ସ କରିବାକୁ ପଡିବ, ତାକୁ ଉଲ୍ଟା କରିବାକୁ ପଡିବ। କେମିତି? ଆତ୍ମାକୁ ସେବା, ଜପ, ଶାସ୍ତ୍ର ଅଧ୍ୟୟନ ଶ୍ରବଣରେ ଲଗେଇକି। ତାହେଲେ କଣ ହବ? କାମ ଜାଗାରେ ପ୍ରେମର ଜନ୍ମ ହେବ, ଆଉ ତାପରେ ଦୁଃଖ ନାହିଁ, କଷ୍ଟ ନାହିଁ, ନୋ ସଫରିଂ। ଉଦାହରଣ ସ୍ୱରୂପ, ଯେ ଧରନ୍ତୁ ଆପଣ ଗୋଟେ ବହୁତ ମାନେ ଏମିତି କର୍ମ କରୁଛନ୍ତି, ପୁରା ମଗ୍ନ ହେଇଯାଇଛନ୍ତି, କମ୍ପ୍ୟୁଟରରେ କାମ କରୁଛନ୍ତି, ଏବଂ ଏତେ ମଗ୍ନ ହେଇଯାଇଛନ୍ତି ଯେ ଆପଣ ଭୁଲିଗଲେଣି ଆପଣଙ୍କର ଖାଇବାଟା, ଲଞ୍ଚ ସ୍କିପ୍ ହେଇଗଲାଣି। କାହିଁକି ନା ଆପଣଙ୍କର ସେଇ କାମରେ ପ୍ରେମ ହେଇଯାଇଛି। ସେମିତି ଆମେ ଯଦି କୃଷ୍ଣ ସେବାରେ ଲାଗିଯିବ, ଆମର ଆସକ୍ତି କୃଷ୍ଣଙ୍କଠି ହେଇଯିବ, ଅଟୋମେଟିକାଲି ଆମର ପ୍ରେମ ହେଇଗଲା କୃଷ୍ଣଙ୍କଠି। ଆଉ ଯେତେବେଳେ ପ୍ରେମ ହେଇଗଲା, ଆଉ କାମର ସ୍ଥାନ ନାହିଁ। ତେଣୁ ଭଗବାନ କହୁଛନ୍ତି, ଯଦି ସେବା, ଜପ, ଶାସ୍ତ୍ର ଅଧ୍ୟୟନ ଆମେ କରିବା, ଆସକ୍ତି ତାଙ୍କଠି ରଖିବା, ସେବାରେ ଆମର ମାନେ ଯୋଉ ମାନେ ସେବା ଫଳରେ ଆମର ଯୋଉ ପ୍ରେମ କାମନାରେ ପରିଣତ ହେଇଛି, ପୁଣି ଆମର ପ୍ରେମର ଜନ୍ମ ହବ, ଆଉ ଗଲତ କର୍ମ ବା ପାପ କରିବାନି। ତେଣୁ ଏଇ ପ୍ରୋସେସ ଆମକୁ କରିବାକୁ ପଡିବ। କିନ୍ତୁ ଏଇ ପ୍ରୋସେସ କଲେ, ଷ୍ଟାର୍ଟ କରିବା ମାତ୍ରେ ଆମର ତତ୍କ୍ଷଣାତ୍ ସାଙ୍ଗେ ସାଙ୍ଗେ ପଳେଇଯିବନି ପାପ, ଟାଇମ ନବ। ଯେମିତି ଆମେ ଫ୍ୟାନଟେ ବନ୍ଦ କରୁଛେ, ବନ୍ଦ କଲା ମାତ୍ରକେ ଫ୍ୟାନଟା ବନ୍ଦ ହେଇଯାଉନି, ପକ୍କା ବନ୍ଦ ହବ 100%, କାହିଁକି ନା ପାୱାର ଅଫ୍ କରିଦେଇଛେ, ବନ୍ଦ ହବ, କିନ୍ତୁ ସମୟ ଲାଗୁଛି। ସେମିତି ଭଗବାନ କହୁଛନ୍ତି ଯେ ଇଏ ସମୟ ଲାଗିବ। କାହିଁକି ନା ବହୁ ଜନ୍ମରୁ ଆମେ ଏଇ ଭୋଗବାସନା କରି 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 ଇଏ ଆମର ସଂସ୍କାର ହେଇଯାଇଛି। ତେଣୁ ଆମେ ଯେତେବେଳେ ଆମେ ପ୍ରୋସେସରେ ଯାଉଛେ, ସେ ହଠାତ୍ ବନ୍ଦ ହବନି, ସେ କିଛି ସମୟ ପୁଣି ଚାଲିଥିବ। କିନ୍ତୁ ଆମେ ଯେହେତୁ ପାୱାର ଅଫ୍ କରିସାରିଲେଣି, ଅର୍ଥାତ୍ ଆମେ ଯେହେତୁ ପ୍ରୋସେସ ଷ୍ଟାର୍ଟ କରିଦେଲେଣି, କୃଷ୍ଣ ପ୍ରତି ଆମେ ଆସକ୍ତି ହେଇଗଲେଣି, ଅଟୋମେଟିକାଲି ଦ୍ୟାଟ୍ ମିନ୍ସ ପାୱାର ଅଫ୍, ଅଟୋମେଟିକାଲି ଇଏ ବନ୍ଦ ହବା ଆରମ୍ଭ ହବ। ତେଣୁ ଆମକୁ ୱେଟ୍ କରିବାକୁ ପଡିବ। ଏଥିପାଇଁ ଦରକାର କଣ? ମାନେ ଯୋଉ ଆଧ୍ୟାତ୍ମିକ ପ୍ରଗତି ପାଇଁ ଭଗବାନ କହୁଛନ୍ତି ଯେ ୱେଟ୍ କରିବା ଅର୍ଥ କଣ? ନା ତିନୋଟି ଜିନିଷ ଦରକାର। ଗୋଟେ ହଉଛି ଉତ୍ସାହ, ନିଶ୍ଚୟ, ଧୈର୍ଯ୍ୟ। ଏ ପ୍ରୋସେସରେ ତିନିଟା ଦରକାର। ମାନେ ମୋର ଇଣ୍ଟରେଷ୍ଟ ଥିବା ଦରକାର। ହଁ, ମୁଁ ଏହା ହିଁ କରିବି, ମତେ କୁହାହେଲା, ମୁଁ ଜପ କରିବି, ମୁଁ ଇନ୍ଦ୍ରିୟ ମାନଙ୍କୁ ଭଗବାନଙ୍କ ସେବାରେ ଲଗେଇବି, ଶାସ୍ତ୍ର ଅଧ୍ୟୟନ ଶ୍ରବଣ କରିବି, 4 ନିୟମ ପାଳନ କରିବି, ମତେ କୁହାହେଇଛି ମାନେ କରିବି, ଇଣ୍ଟରେଷ୍ଟ ନେବି, ଏବଂ ୱିଥ ଡିଟରମିନେସନ, ନିଶ୍ଚୟ, ଯାହା ହେଇଯାଉ ନା କାହିଁକି ମୁଁ କରିବି, କୁହାହେଇଛି ମାନେ ମୁଁ କରିବି, ଏଇଭଳି ଭାବିକି ଛାଡିବିନି। ଏବଂ ଧୈର୍ଯ୍ୟ, ମାନେ ଭାବିବି ଯେ ଆଉଟପୁଟ ନିଶ୍ଚୟ ମିଳିବ। କାହିଁକି ନା କୁହାଯାଇଛି ଆଉଟପୁଟ ମିଳିବ ବୋଲିକି। ତେଣୁ ମତେ ଅପେକ୍ଷା କରିବାକୁ ପଡିବ ଧୈର୍ଯ୍ୟର ସହିତ। ସମୟ ନିଏ, ମିଳିବ। ଏଇଭଳି ଆମେ ଶେଷ କଲେ। କିନ୍ତୁ ଅର୍ଜୁନ ଏ ଶେଷ ବେଳକୁ ପୁଣି ଗୋଟିଏ ପ୍ରଶ୍ନ ତାଙ୍କ ମନରେ ଆସିବ ଯେ ଏଇ ଯୋଉ ଜ୍ଞାନ ମତେ ଦଉଛନ୍ତି ଭଗବାନ, ଏ ଜ୍ଞାନର ଷ୍ଟାଟସ କଣ, କ୍ରେଡିବିଲିଟି କଣ? କାହିଁକି ଏ କଥା ସେ ପଚାରିବେ ନା 5000 ବର୍ଷ ତଳେ ଏ ଜ୍ଞାନ ଦେଇଥିଲେ କୁରୁକ୍ଷେତ୍ର ରଣଭୂମିରେ। ତେଣୁ ଲୋକେ ଭାବି ପାରନ୍ତି ସେତେବେଳେ ଅର୍ଜୁନ ଯୁଦ୍ଧ କରିବାକୁ ପ୍ରସ୍ତୁତ ନଥିଲେ, ତେଣୁ ଅର୍ଜୁନଙ୍କୁ ବୁଝେଇବା ପାଇଁ ଜ୍ଞାନ ଦେଇଥିଲେ, ସେତେବେଳେ ଏହାର ଜରୁରତ ଥିଲା। ଏବେ ଏହାର ଭ୍ୟାଲିଡିଟି କଣ?
କୃଷ୍ଣ ତାର ଉତ୍ତର ଦେବା ଆରମ୍ଭ କରିବେ ଯେ ଏଇ ଯୋଉ ଜ୍ଞାନ ମୁଁ ଦଉଛି ଏପର୍ଯ୍ୟନ୍ତ ଦେଲିଣି, ଏ ଜ୍ଞାନ ତାରି ବିଷୟରେ ପୁଣି କଣ୍ଟିନ୍ୟୁ କରିବେ ଚତୁର୍ଥ ଅଧ୍ୟାୟରୁ। କହିବେ ଏଇ ଯୋଉ ଜ୍ଞାନ ଦଉଛି ଏ ଭୌତିକ ଜ୍ଞାନ ନୁହେଁ, ଯେ ପରିବର୍ତ୍ତନ ହେଇଯିବ। ଭୌତିକ ଜ୍ଞାନର ପରିବର୍ତ୍ତନ ହେଇଯିବ, ଆଜି ଯୋଉଟା କାଲିକି ବଦଳି ଯାଉଛି, କିନ୍ତୁ ମୁଁ ଯୋଉ ଜ୍ଞାନ ଦେଇଛି ଇଏ ହଉଛି ଦିବ୍ୟ ଜ୍ଞାନ, ଟ୍ରାନ୍ସେଣ୍ଡେଣ୍ଟାଲ ନଲେଜ, ଆଧ୍ୟାତ୍ମିକ ଜ୍ଞାନ। ଏ ଜ୍ଞାନ ଯୁଗେ ଯୁଗେ ଥିଲା, କାଲି ଥିଲା, ଆଜି ଅଛି, ଭବିଷ୍ୟତରେ ରହିବ। ସୃଷ୍ଟିର ଆରମ୍ଭରୁ ଏ ଜ୍ଞାନ ଅଛି। ଏବଂ ଏଇଭଳି ଚତୁର୍ଥ ଅଧ୍ୟାୟରେ ଭଗବାନ ତାର ଇତିହାସ କହିବେ, ଜ୍ଞାନର ଇତିହାସ, କେମିତି ଏ ଦିବ୍ୟ କାହାକୁ କେତେବେଳେ ଦିଆଯାଇଥିଲା ଏବଂ ବର୍ତ୍ତମାନ କାହିଁକି ଅର୍ଜୁନଙ୍କୁ ଦଉଛନ୍ତି, ସବୁ ଚତୁର୍ଥ ଅଧ୍ୟାୟରେ କହିବେ। ଆଜି ସମୟ ହେଇଯାଇଛି, ଏଇଠି ଆମେ ବିରାମ କରିବା। ମୁଁ ଦେଖେ କିଏ କିଏ ଥିଲେ। अभिमन्यु प्रभु, भास्कर प्रभु, विजयकर, किरेश्वरी माता जी, नर्मदा बेहरा, निरुपमा, प्रसन्न कुमार, प्रशांत पुष्टि, रश्मि माता जी। अरे ठीक, बढ़िया। शरद कुमार राणा, गुड। शांति माता जी, वेरी गुड। ग्रंथराज श्रीमद् भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।